व्याप्तं येन चराचरं तत्पदं दर्शितं येन तस्मै श्रीगुरवे नमः। मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा तस्मै श्रीगुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। शरणागत दीनार्थ परित्राणपरायणे सर्वसाथी हरिदेवी नारायणी नमस्तुते। क्रियायोग परंपरार समस्त गुरु मानक मु प्रणाम करुछि। विश्वर प्रत्येक संप्रदायर गुरु मानक मु प्रणाम करुछि। उपस्थित भगवत स्वरूपगण सबरी भितरे जगन्नाथ उपलब्धि करी मु प्रणाम करुछि। आज अगस्ट 17 तारीख 2025 मसीहा रविवार। प्रत्येक आमे जो कार्य करुचे प्रत्येक कार्यर और प्रत्येक कर्मर कौन गोटे उद्देश्य रही। कौन से कर्म जे करू प्रत्येक कर्मर गोटे उद्देश्य रही। जदि सत् कर्म होइथब सत् उद्देश्य बा महत उद्देश्य, जदि असत कर्म होइथब ताहले असत उद्देश्य बा मंद उद्देश्य निश्चिंत थिबो। तेणु आमको सबुबले मने रखिबार अछि, सबुबले स्मरण करिवार अछि आमे ए धरा पृष्ठ को आसीचे सत उद्देश्य सत कर्म पाई ना असत उद्देश्य असत कर्म पाई। आमे एबे जन्म होइथिले ना या पूर्वर आमे जन्म ग्रहण करिथिले। आमे जन्म होइचे माने निश्चिंत मरिबा, सेटा ध्रुव सत्य। सत्य कौन आमे दिने मरी जिबा आमर ए कथा कौन विश्वास होउचे? आमे दिनू दिन बड़ होउचे ना मरिबा को जाउचे? जेबे ठारू जन्म हेले आमर आयुषटा कमी कमी जाउची ना आयुषटा बढ़ी बढ़ी जाउची? कहारी ए विषय चेतना नहीं, कॉन्शसनेस नहीं। समस्ते स्थूल विचार करती आमे बड़ होइका जाउचे, आमे बयस आमर बढ़ी बढ़ी जाउची। समस्तंकर धारणा, कहार धारणा नहीं जे आमर बयस कमी कमिका जाउची। आमे चली गला परे निश्चिंत दिने जीवा, विश्वास करंतु न करंतु निश्चिंत दिने जीवे। शास्त्र लेखा अछि मत्य मंडले देह बई देवता होइले मरई। इति जी जन्म ग्रहण करिब से निश्चिंत भावरे दिना दिने तार मृत्यु हब। सप्त चिरंजीवी हुंतु, बाबाजी महाराज हुंतु, जी हुंतु। केमिति ना जेतेबेले सृष्टि दिने प्रलय हब समस्ते दिने से परमात्मा परम ब्रह्म सहित लीन होइजिबे बा मिलन होइजिबे समस्ते। तेणु सेटा तो मृत्यु। किंतु आमे जन्म ग्रहण करिचे कौन पाई? आग से कथा को भल भावरे जानिना। आमे जन्म ग्रहण करिचे केवल
ଭଗବତ ଦର୍ଶନ ବା ଈଶ୍ୱର ଦର୍ଶନ ବା ପରମାତ୍ମା ପରମ ବ୍ରହ୍ମଙ୍କର ଦର୍ଶନ ଓ ଉପଲବ୍ଧି ପାଇଁ। ସଂସାରରେ ଆପଣ ଯେତେ କାମ କରିଛନ୍ତି ବା କରୁଛନ୍ତି ବା କରିବେ, ତା ଅନେକ ଜନ୍ମ ଧରି ଆପଣ କରି କରି ଆସିଥିଲେ, ଏବେ ମଧ୍ୟ କରୁଛନ୍ତି। ଏ ସୃଷ୍ଟିରେ ଆପଣ ଯାହା ଦେଖୁଛନ୍ତି, ଯାହା କରୁଛନ୍ତି, ଯାହା କରିବେ, ତା ସବୁ ହେଉଛି ପୁରୁଣା। ଏଠି ନୂଆ ବୋଲି କିଛି ଗୋଟେ ନାହିଁ। ଏଭ୍ରିଥିଙ୍ଗ ଇଜ୍ ଓଲ୍ଡ ହିୟର। ସବୁ ହିଁ ପୁରୁଣା। କାରଣ ଆମେ ବା କରିଥିଲେ, ପୁଣି କରିଛେ। ଆମେ କଥା ପ୍ରସଙ୍ଗରେ କହୁଛେ ସେ ଏ କାମ ଆଗରୁ କେବେ କରିଥିଲା ବୋଲି ଏବେ କରିପାରୁଛି। ତା ଅର୍ଥ ନିଶ୍ଚିନ୍ତ ଆ ପୂର୍ବରୁ ଆମର ଜନ୍ମ ଥିଲା। ଗୀତା, ଭାଗବତ, ବେଦ, ବେଦାନ୍ତ, ଉପନିଷଦରେ ଲେଖା ଅଛି। ଭଗବତ ଗୀତାରେ ଲେଖା ଅଛି, ବହୁନାଂ ଜନ୍ମନାମନ୍ତେ ଜ୍ଞାନବାନଂ ମାଂ ପ୍ରପଦନ୍ତେ। ଭାଗବତରେ ଲେଖା ଅଛି, ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଜନ୍ମ ମହି ତଳେ। ପୁଣି ଲେଖା ଅଛି, ପୂର୍ବ ସଞ୍ଚିତ କର୍ମ ଫଳେ ଯାଚେ ମୁଁ ଦେଉଥାଏ ବଳେ। ତୋର ପୂର୍ବର ସଞ୍ଚିତ କର୍ମ ଅନୁସାରେ ତୋତେ ଯାହା ଯାହା ପ୍ରାପ୍ତ ମୁଁ ଯାଚିକି ତୋତେ ଦେବି। ଲୋକ ବସିଥିବେ, ଲକ୍ଷ ଲକ୍ଷ ଟଙ୍କା ବିନା ପରିଶ୍ରମରେ ପାଆନ୍ତି। ପରିଶ୍ରମ କରିଛନ୍ତି କିନ୍ତୁ ଏବେ କରିନାହାନ୍ତି, ବସିଛନ୍ତି। ବହୁତ ସାଧୁ ସନ୍ଥ ମହାତ୍ମା ମାନଙ୍କୁ, ସଂସାରୀ ଲୋକକୁ ମଧ୍ୟ ଅନେକ ଜମିବାଡ଼ି କୋଠା ସ୍ୱତଃ ମିଳିଯାଏ। ଅନେକ ଲୋକ କିଛି ନାହିଁ, ଲୋକ ଡାକିକି ସବୁ ଦେଇଦେବେ। ବଡ଼ ଆଶ୍ଚର୍ଯ୍ୟ କଥା। କିଛି ବି ଆଶ୍ଚର୍ଯ୍ୟ ନୁହେଁ। ଜ୍ଞାନ ପ୍ରାପ୍ତି ହେଲେ ଆପଣ ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝିପାରିବେ, ଜାଣିପାରିବେ। କେଉଁ ଜ୍ଞାନ? এই ବୈଷୟିକ ଜ୍ଞାନ ବା ଭୌତିକ ଜଗତର ଜ୍ଞାନ ପ୍ରାପ୍ତି ହେଲେ ଲୋକ ଜାଣିପାରିବ ନାହିଁ। ତାର ଅହଙ୍କାର ଆଉ ଅଜ୍ଞାନତା ଡେ ବାଇ ଡେ ବେଶୀ ବଢ଼ି ଚାଲିବ। ସେ ଭାବିବ ମୁଁ ପରିଶ୍ରମ କରିବାରୁ, ମୋର ପ୍ରଚେଷ୍ଟାରୁ, ମୋର ଉଦ୍ୟମରୁ, ମୋର ଅଧ୍ୟବସାୟରୁ ମୁଁ ଏଇଟା କଲି ବୋଲି ପାଇଲି। ତାକୁ ଯଦି ସେ ସମୀକ୍ଷା କରିବ, ଯଦି ବିଚାର କରିବ, ଡିପଲି ଭାବିବ, ତାହେଲେ ଯେଉଁ ମୁଁଟା କଲି, ଯେଉଁ ମୁଁଟା ଦ୍ୱାରା ମୁଁ ପାଇଲି, ଯେଉଁ ମୁଁଟା ଏଠାରେ ବଞ୍ଚିଛି, ସେ ମୁଁଟା କିଏ? ଯଦି ମୁଁ ସମସ୍ତ କାମ କରୁଛି ମୋର ଶ୍ୱାସ ପ୍ରଶ୍ୱାସ ଚାଲିଥିବାରୁ ମୁଁ କରୁଛି, ଯାହାଦ୍ୱାରା ଆପଣଙ୍କର ଲଙ୍ଗସ୍, ହାର୍ଟ ସବୁ ଆକ୍ଟିଭ ହେଉଛନ୍ତି। ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗରେ ରକ୍ତ ସଞ୍ଚାଳନ ହେଉଛି ଅକ୍ସିଜେନ୍ ଦ୍ୱାରା। ଆପଣ ମୁଣ୍ଡଟି ବି କାମ କରୁଛି, ସେରିବେଲମ୍ କାମ କରୁଛି, ଥାର୍ଡ ଭେଣ୍ଟିକଲ କାମ କରୁଛି, ପିଟ୍ୟୁଟାରୀ ଓ ପିନିଆଲ ମଧ୍ୟ କାମ କରୁଛି, ହାଇପୋଥାଲାମସ୍ ଥାଲାମାସ୍ ବି କାମ କରୁଛି, ଥାର୍ଡ ଭେଣ୍ଟିକଲ, ଫୋର୍ଥ ଭେଣ୍ଟିକଲ ବି କାମ କରୁଛି। କହିଲି ତ, ଯଦି ଆପଣ ନିଜ ଶରୀରଟାକୁ ସମୀକ୍ଷା କରି ଦେଖିବେ, ଯଦି ଶରୀରଟାକୁ ଚିନ୍ତା କରିବେ, ବିଜ୍ଞାନ ତାର ଏପର୍ଯ୍ୟନ୍ତ ବି ଆଦି ଅନ୍ତ ପାଇନାହିଁ। କେତେ ଶିରା, କେତେ ପ୍ରଶିରା, କେତେ ଜୀବକୋଷ, କେତେ ସ୍ନାୟୁ, କେତେ କ'ଣ ଉପାଦାନ ଦ୍ୱାରା ଭଗବାନ ଏ ଶରୀରଟାକୁ ଗଠିତ କରିଛନ୍ତି, ଯାହାକୁ କେହି କରିନାହାନ୍ତି। ସମସ୍ତେ ଭାବନ୍ତି ବାପା ମାଙ୍କ ଦ୍ୱାରା ହେଇଛି। ବାପା ମା ତ କିଏ ଜାଣିନାହାନ୍ତି, ସେ ତ ନିଜକୁ ଗଢ଼ି ନାହାନ୍ତି, ପୁଣି ସେ ଆଉ ଜଣକୁ କେମିତି ଗଢ଼ିବେ? ଭାବନ୍ତି ମୁଁ କରିଛି,
तुमे किए तो तुमे जानिन तुमे केमती गढ़ीच जो ब्रेथ को नहीं तुमे बंचुच तुमे भी केबे ब्रेथ नैन किए नौची किए छाड़ुची केतबले से बंद हो तुमे पाठ पढ़ीच आईएएस ओएस कौन सीए ना कौन आउ केते पोस्ट अच्छे आपण मैंने आम तो जानिनु किंतु तुमर शेष दिन कौ गुटिक कहीपर माने यू विदाय नब कौ दिनटा कहीपर कौ जगार हम कहीपर कौटी हम कहीपर केमिति हम कहीपर दिन कि राति कि वज्राघात कि इलेक्ट्रिक करेन्ट कि हार्ट अटैक किति प्रकार मृत्यु होउची कि एक्सीडेंट कि सर्पाघात अनेक प्रकार मृत्यु समस्त घटुची प्रत्येक मुहूर्त भी जन्म चली जन्म मृत्युर प्रक्रिया सब समय चली मृत्यु होउची जन्म होउची मृत्यु होउची जन्म होउची जहाँ फल जीव जगतर गोटे बालांस मेंटेन होउची से कथा जड़े परम पिता परम ब्रह्म बा जगतर नाथ जगन्नाथ करुचंती एटी कहबार उद्देश्य मनीष जो अहंकार को नहीं बंची गर्व करुची ठीक अच्छे ताको समीक्षा करी देखंतु जो मुँह को नहीं गर्व अहंकार करिची से मो विषय से किसी जानी कि जानी कौ दिन मृत्यु कौ जगार केमिति कौ प्रकार हम कहीपर कि कहीं सब काम तो निजे कला ये कथाटा को से कहीं न जानिला कहीं अटकई न दे पार कहीं बंद कर दे पार तार कौन एतिक सामर्थ्य ना निजपाई कर अलग क्या कर किछि करिपरिबो ए न परिवार कारण होची से तो निजको जानी नहीं आ करिबो केमिति तेणु मूल कथा होची मनीष सबु बळे प्रथमे मने रखु भल भाबरे जानू मु ए धरापृष्ठ को आसी मु आसी नहीं मते जने बटेइछे एवं कहिछे एवं मु ताकू कहिछे केवल तुमरी काम मु करिबि तुम काम व्यतीत आ मु जेउ काम करिबि सब काम तो तुम एठारे तुमर सृष्टिटा तुमर सब काम तुमर किंतु जो स्पेशल काम करने मु कहीकि आसी बा तुम्हें कहीकि बटईल मुझा को विस्मरण हो जाइए तुम मायारे आवृत है तो मायार प्रभाव प्रभावित है मुझे भूली जाइए से कथा सत्संगरु आमको शिक्षा का मिल तो प्रत्येक कर्मर जमी उद्देश्य रही सत्संगर से भली उद्देश्य रही आमको स्मरण करईदब तुमको परम पिता परम ब्रह्म यही कथा कही तुम्हें यही कथा कही तुमको से काम करने को पड़ो जदि गृहस्थाश्रम अच्छ मैरिड विवाहित किछि जाए आसे ना किंतु तारी भितरे मुख्य कर्म हब सीए संसार हब गौण कर्म विषय रसे रसुथिबु मनर सूत्र को न छाड़ी तो विषय रस रस विषया रस माने विषया अर्थ जे विष से विष को पान कले केमती लगे कि केबे विषपान करुच ना
କେତେ ଦୁଃଖ ତୋଳ ମିଳୁଛି, ଯନ୍ତ୍ରଣା ମିଳୁଛି, କଷ୍ଟ ମିଳୁଛି, ଦେହ ହାତ ଝିମିଝିମି ହେଇଯାଉଛି, ଦେହରୁ ଝାଳ ବୋହି ପଡ଼ୁଛି, କାହାକୁ କଥା କହିବାକୁ ଇଚ୍ଛା ହେଉନାହିଁ, ମନ ଦୁଃଖରେ ବସୁଛ, ବହୁତ କଷ୍ଟ ପାଉଛ, ମାସ ମାସ ଦିନ ଦିନ ବର୍ଷ ବର୍ଷ ଯିଏ ଯେତିକି ବିଷ ପିଇଛି ତା ଭିତରେ ଯେତିକି ସମୟ ସେଇଟା କ୍ରିୟା କରିବ, ତାର ପୁଣି ଗୋଟେ ସମୟ ଥିବ ନା, ଆଉ ସେତିକି ଦିନ ପର୍ଯ୍ୟନ୍ତ ସେଇଟା ମିଳିବ। ତାପରେ ଛାଡ଼ିଦେଲ, ପୁଣି ହରିରସକୁ ପାନ କଲ, ଭଗବତ ରସକୁ ପାନ କଲ, ତାହେଲେ ତମକୁ ପୁଣି ଆନନ୍ଦର ସ୍ଫୁରଣ ହବ। କାରଣ ବିଷୟା ରସ ପିଇଲେ, ବିଷ ଖାଇଲେ କି ଦୁଃଖ, କି ଯନ୍ତ୍ରଣା, କି କଷ୍ଟ ହୁଏ। ସେ କଷ୍ଟଟା ସମସ୍ତଙ୍କୁ ମିଳୁଛି। ଆଜି ଗୋଟେ ଲୋକ ବହୁତ ଦୁଃଖ ଯନ୍ତ୍ରଣା କଷ୍ଟ ଭୋଗୁଛି, ତୁମେ ଦେଖ, କେବେ ବ୍ୟସ୍ତ ହୁଅ ନାହିଁ, କେବେ ବିଚଳିତ ହୁଅ ନାହିଁ, କେବେ ଅଧୈର୍ଯ୍ୟ ହୁଅ ନାହିଁ, କି ତା ପ୍ରତି ଦୟା ପ୍ରଦର୍ଶନ କର ନାହିଁ। କି ନିଷ୍ଠୁର କଥା। ଜଗତର କଲ୍ୟାଣ, ଜଗତର ମଙ୍ଗଳ ପାଇଁ ବାବା ଏବେ କହୁଛନ୍ତି, ପୁଣି ଏବେ କହୁଛନ୍ତି କ'ଣ କାହା ପ୍ରତି ଦୟାଶୀଳ ହୁଅ ନାହିଁ। ପ୍ରଥମ କଥା ତୁମର, ତୁମେ କିଭଳି ଭାବରେ ଏ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇବ, କି ପରମାତ୍ମା ପରମବ୍ରହ୍ମଙ୍କ ସହିତ ଲୀନ ହେବ, ତାଙ୍କରି କର୍ମଠି କରିବ। ତାକୁ ଭଲ ଭାଷାରେ, ସରଳ ଭାଷାରେ କହିଲେ, ନିଜକୁ ଆଗ ତୁମେ ଉଦ୍ଧାର କର। ତମେ କ'ଣ ଉଦ୍ଧାର ହେଇନ? ତାର ତ ତୁମେ ବନ୍ଧନରେ ପଡ଼ିଛ, ତୁମେ ମାୟାରେ ପଡ଼ିଛ, ତୁମେ କାହାର ଦାସ ହେଇଛ। ଯେମିତି ଆର ସତ୍ସଙ୍ଗରେ ବାବା କହିଲେ, ଟଙ୍କାର ଦାସ, ସ୍ତ୍ରୀର ଦାସ, ପିଲା ଛୁଆଙ୍କର ଦାସ, ଯେଉଁଠି ଯିଏ ସର୍ଭିସ୍ କରିଛି କି ବିଜନେସ୍ କରୁଛି ତାର ଦାସ, ଦୋକାନଟିଏ କରୁଛି ଦୋକାନର ଦାସ, ନା 7ଟା ହେଲାଣି ଦୋକାନ ଖୋଲା ହେବ, ରାତି 10ଟା 11ଟା ଯାଏଁ ବି ଦୋକାନ ଖୋଲା ହେବ, ତା ମୂଳରେ ପଇସା ବା ଟଙ୍କା। ତୁମେ ତାହେଲେ କ'ଣ ଉଦ୍ଧାର ହେଇନ? ତମର କ'ଣ ସ୍ୱାଧୀନତା ନାହିଁ? ତମ ଭିତରେ ଏତେ ଗର୍ବ, ଏତେ ଅହଙ୍କାର, ଏତେ ଅଜ୍ଞାନତା ରହିଛି, ତମର କ'ଣ ସ୍ୱାଧୀନତା ନାହିଁ? ଦେଖୁନାହାନ୍ତି, ଫୋନ୍ଟା ଆମକୁ କେମିତି ପରାଧୀନ କରିଛି। ବର୍ତ୍ତମାନ ଯୁଗର ସର୍ବଶ୍ରେଷ୍ଠ ଆକର୍ଷଣ ନାରୀଠାରୁ, ଟଙ୍କାଠାରୁ, ଭୌତିକ ଜଗତର ଯେତେ ସମ୍ପତ୍ତି ଅଛି, ସମସ୍ତଙ୍କଠାରୁ ବଡ଼ ଆକର୍ଷଣ ଏ ମୋବାଇଲ, ବଡ଼ ଆକର୍ଷଣ। ମଣିଷ ନ ଖାଇକି ବେଳେ ବଞ୍ଚିପାରିବ। ଯଦି ଫୋନ୍ ଖରାପ ହେଇଯାଇଛି, ଶୀଘ୍ର ତାକୁ ପଠାଅ, ଯେଉଁଠି ସଜଡ଼ା ହେଉଛି, ରିପେୟାରିଂ ହେଉଛି, ସେ ଦୋକାନକୁ ପଠାଅ। ଫୋନରେ ପଇସା ସରିଗଲେ କି ବ୍ୟସ୍ତ। ଦିନେ ଫୋନ୍ ଥିଲା କି? କିଛି ନଥିଲା। ମଣିଷ ଯେଉଁଠି ଯେତେ ଆଟାଚମେଣ୍ଟ ହେବ, ସେଇଠି ସେତେ ଦୁଃଖ, ଯନ୍ତ୍ରଣା, କଷ୍ଟ ହିଁ ପାଇବ। ଏଇଟା ହିଁ ଭଗବାନଙ୍କ ସୃଷ୍ଟିର ନିୟମ। ତେଣୁ ଆମର ମୁଖ୍ୟ କଥା, ମୁଖ୍ୟ କର୍ମଟାକୁ ସବୁବେଳେ ମନେ ରଖିବା। ଆମେ ଭଗବତ ଦର୍ଶନ, ଭଗବତ ଉପଲବ୍ଧି ପାଇଁ ଜନ୍ମଗ୍ରହଣ କରିଛେ। ସରଳ ଭାଷାରେ କହିଲେ, ଆମେ ସତ୍ୟକୁ ଅନୁଭବ କରିବା, ସତ୍ୟକୁ ଦର୍ଶନ କରିବା, ସତ୍ୟରେ ଆମେ ପ୍ରତିଷ୍ଠା ଲାଭ କରିବା। ଆମେ ମିଥ୍ୟାକୁ ଦର୍ଶନ କରୁଛେ, ମିଥ୍ୟାରେ ବଞ୍ଚି ରହିଛେ, ମିଥ୍ୟାକୁ ଆମେ ଅନୁଭବ କରୁଛେ। କିନ୍ତୁ ଏଇ ଭଗବାନଙ୍କ ସୃଷ୍ଟିରେ ଦୁଇଟି କଥା ରହିଛି, ଗୋଟେ ସତ୍ୟ, ଗୋଟେ ମିଥ୍ୟା, ଗୋଟେ ଭଲ, ଗୋଟେ ମନ୍ଦ, ଗୋଟେ ଦିନ, ଗୋଟେ ରାତି, ଗୋଟେ ପ୍ରକୃତି, ଗୋଟେ ପୁରୁଷ।
गोटे स्वामी गोटे स्त्री, गोटे ज्ञानी गोटे मूर्ख, गोटे चोर गोटे साधु, यदि सबू समीक्षा एमती करेंगे घंटा घंटा कही चलिए। गोटे लुणिया गोटे अलणा, गोटे मिठा गोटे खटा, कही तो कहे 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 आ सब कथा को दुई 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 रे चली हिसाब। कहीं कौन पाई से स्रष्टा करिसंती केवल लीला करने आ जहाँ सब सृष्टि करिसंती सबू ये जगतर मंगल पाई, जगतर कल्याण पाई। किंतु तुमको शास्त्र माध्यम निर्देश देइचंती बा उपदेश देइचंती बा कहिचंती कौन करिबा पाई। तुमे जदि ताहा करूच ताहाले तुमे तांकर प्रिय पात्र हब, आनंदर पात्र हब, से तुमको भल पाइबे, तुमे मध्य तांको भल पाइब। तुमे तांको आग भल पाइब, से तुमको भल पाइबे। आज जड़े माँ आसते मुझे आपणकर सेवा करी। से सत्संग निश्चिंत काली शुणिमे। आम कहलु ये गुरुंकर स्थूल शरीर को सेवा करवाटा सेवा, हाँ सेटा सेवा। गुरुदेव जो उपदेश देले ताकू जदि पालन करिब सेटा होची सर्वश्रेष्ठ सेवा। तापर आश्रम को आसी आश्रम रे जहा अच्छी गछटी अच्छी तार सेवा करिबा, आश्रम को परिष्कार परिच्छन्न रखिबा, आगंतुक मानकर सेवा करिबा, ठाकुर थे ठाकुरंकर सेवा करिबा, गुरु थे गुरुदेवंकर विग्रह जोड़ी स्थापना है परिष्कार परिच्छन्न रखा, फल सजाइबा, ये सब होची गुरुंकर सेवा। तापरे केमिति गुरु कृपा प्राप्ति हुए आमे कहलु तांकु सेवा देवा निर्वाह द्वारा गुरु कृपा प्राप्ति हुए। गुरुंकर सेवा करिवो देवा तमर शक्ति सामर्थ्य अनुसार दब ना। समस्ते कहते मोर शक्ति एतिकी, मोर सामर्थ्य एतिकी, मु देवी जेतिकी दबा को इच्छा तमर हब ताठू अधिका दबा पे चेष्टा करिवो। कारण ये सब तांकर मते दायित्व दिया जाइए, ये सब मोर नुहे। देवा निर्वाह, निर्वाह अर्थ पालन करवा। जो उपदेश देवे से संदेह और संशय रखिब ना। कारण गुरुंकर भितरे भगवानकर प्रकाश्य सबरी भितरे से अच्छी, सबरी भितरे से अच्छी। जहाँ देखुच सबू से, सबू तुमे। जड़ ठारू चेतन पर्यंत जहाँ को देखुच सबरी भितर से स्रष्टा। सृष्टिटा है सबू से स्रष्टांक ठारो। ए अनुभव आमर हो नहीं। आमे भावुचे आम जन्म पूर्व सृष्टि नथिला, आमे तो मरिबा कथा किए भावुने। जदि किए भावुचे मरला पर कौन ये सब एमती थिबो, ये महोदधी थबो, ये नदी थिबो, ये झरणा थिबो, ये पहाड़ पर्वत थबो, ये सूर्य चंद्र थेबे, ये कौन सतरे सब एमती थिबे। आमे बहुत समय एकांतर बसी भावो सबुर रूपांतरित होउची, रूपांतरित सब होउची, सबुर परिवर्तन होउची। से कथा से करूचंती, ताको काहारी करिवार सामर्थ्य ना। कोडी पहाड़ अच्छे दिने समुद्र हो जाउची, कोडी समुद्र अच्छे दिने श्री भूचलन द्वारा पहाड़ भी हो जाउची। सब देश गुड़िक लगी करिथिला, समय क्रम अनुसार सब धीरे धीरे अलग हो। ऑस्ट्रेलिया पूरा लगिकी थिला, आपणकर उत्तर अमेरिका दक्षिण अमेरिका पूरा लगिकी थिला।
ତେଣୁ ତୁମେ କିଛି ଚିନ୍ତା କର ନାହିଁ। ତୁମେ ଚିନ୍ତା କଲେ କୌଣସିର ଆଦି ଅନ୍ତ ପାଇବ ନାହିଁ ଏବଂ ସେସବୁ ଚିନ୍ତା କରିବାକୁ ତୁମେ ଆସିନ। ତୁମେ ଆସିଛ ତୁମ ଜୀବନର ପ୍ରଧାନ ଲକ୍ଷ୍ୟ ପରମାତ୍ମାକୁ ଉପଲବ୍ଧି ଅନୁଭବ କରିବି, ତାପରେ ଯାହା ନିର୍ଦ୍ଦେଶ ଦେବେ ଜଗତ କଲ୍ୟାଣ, ଜଗତ ମଙ୍ଗଳ, ସମସ୍ତଙ୍କର ସେବା ହେବ। ଆଗ ତୁମକୁ ପରମାତ୍ମା ପରମ ବ୍ରହ୍ମକୁ ଉପଲବ୍ଧି ଅନୁଭବ କରିବାକୁ ପଡ଼ିବ, ତାପରେ ସିଏ ତୁମକୁ ନିର୍ଦ୍ଦେଶ ଦେବେ ତୁମକୁ ଏଇ କାର୍ଯ୍ୟ ମୋ ସୃଷ୍ଟିରେ ତମ ଦ୍ୱାରା ହେବ। ତମ ଦ୍ୱାରା ହେବ ନୁହେଁ, ବୁଝିବା ପାଇଁ କୁହାହେଉଛି ତମ ଭିତରେ ସେ ରହିକି କାମକୁ କରିବେ। ମାଧ୍ୟମ ବୋଲି ଏଠି କିଛି ନାହିଁ, କିଛି ମାଧ୍ୟମ ନାହିଁ। ପ୍ରିଲିମିନାରୀ ଷ୍ଟେଜରେ ବ୍ୟକ୍ତି ମାଧ୍ୟମ ଭାବେ ଯଦି ଶ୍ୱାସ ପ୍ରଶ୍ୱାସ ଭଗବାନ ନ ନେବେ ତୁମେ ତ କେବେ ନେଇନ, ତୁମେ ବଞ୍ଚିପାରିବ ନାହିଁ, କୌଣସି କାମ କରିପାରିବ ନାହିଁ। ତାହେଲେ ତୁମେ କ'ଣ କଲ? ତୁମ ଭିତରେ ଆତ୍ମା ଥିବାରୁ, ପରମାତ୍ମାଙ୍କର ଅଂଶ ବିଶେଷ ଆତ୍ମା ଥିବାରୁ ତୁମେ କ୍ରିୟାଶୀଳ ସବୁ କାମ କରୁଛ, କିନ୍ତୁ ଅହଙ୍କାର ଅଜ୍ଞାନତାରୁ ତୁମେ କହୁଛ ମୁଁ କରୁଛି, ଯାହାକୁ ଅବିଦ୍ୟା କୁହାଯାଏ। ଅବିଦ୍ୟା ଅସ୍ମିତା ରାଗ ଦେଶାଭିନିବେଶ ପଞ୍ଚ କ୍ଲେଶ, ଏଗୁଡ଼ିକ ମଣିଷର କ୍ଲେଶ। ଅବିଦ୍ୟା, ଅସ୍ମିତା, ରାଗ, ଦେଶ, ଅଭିନିବେଶ, ଏଇଟା ପାଞ୍ଚଟା କ୍ଲେଶ ମଣିଷକୁ ଯନ୍ତ୍ରଣା ଦୁଃଖ କଷ୍ଟ ଦେଉଛି। ପ୍ରଥମ ହେଉଛି ଅବିଦ୍ୟା। ତେଣୁ ଆମେ ସମସ୍ତେ ବାରମ୍ବାର ସେଇ କଥାକୁ ରିପିଟ୍ କରାଯାଏ, କାହିଁକି ନା ଭଗବାନଙ୍କ ମାୟାରେ ଆମେ ଏତେ ଦୂର ଆବୃତ ହୋଇ ପଡ଼ିଛେ, ଏତେ ଦୂର ଆମେ ସେଥିରେ ଘାଣ୍ଟି ହେଇଯାଇଛେ, ଯାହା ଫଳରେ ଆମେ ନିଜକୁ ବି ଜାଣିପାରୁନେ କି ପରମ ପିତା ପରମ ବ୍ରହ୍ମକୁ ଜାଣିପାରୁନେ। ଯେତେବେଳେ ନିଜକୁ ଆମେ ଜାଣିପାରୁନେ, ଆମେ ପରମାତ୍ମା ପରମ ବ୍ରହ୍ମକୁ କେମିତି ଜାଣିବା? ମନରେ ପ୍ରଶ୍ନ ଉଠେ, ଯଦି ଭଗବାନ ସବୁ ସ୍ଥାନରେ ସବୁଠାରେ, ଏଇ ଯେତେ 14 ବ୍ରହ୍ମାଣ୍ଡ ବା ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ ବା ଅଖିଳ ବ୍ରହ୍ମାଣ୍ଡ, ଅଖିଳପତି ସେ, ଅଖିଳ ଗୋଟେ ଶବ୍ଦ, ତାକୁ ବ୍ୟାଖ୍ୟା କଲେ ଆଦି ଅନ୍ତ ପାଇବେନି। ଯଦି ସବୁ ସ୍ଥାନରେ ସବୁଠାରେ ସବୁଠି ପରିପୂର୍ଣ୍ଣ ହେଇକି ପରିବ୍ୟାପ୍ତ ହେଇକି ଅଛନ୍ତି, ଗୀତା ଭାଗବତ ଉପନିଷଦ ସବୁ ଶାସ୍ତ୍ରରେ ଗୁରୁମାନେ ବି କହୁଛନ୍ତି, ମୁନି ଋଷିମାନେ ସାଧନା କରି କରି ଅନୁଭବ କରିଛନ୍ତି ଏବଂ ଲେଖିଛନ୍ତି, କହିଛନ୍ତି, କାଳକ୍ରମେ ତା ଲେଖା ଅଛି ତାଙ୍କର ଅନୁଭବ କଥାଟା। ତାହେଲେ ଯଦି ସବୁ ସ୍ଥାନରେ ସବୁଠାରେ ସବୁଠି ଭଗବାନ ଅଛନ୍ତି ବା ପରମାତ୍ମା ପରମ ବ୍ରହ୍ମ ଅଛନ୍ତି, ତାହେଲେ ଆମେ କ'ଣ ପାଇଁ ତାଙ୍କୁ ଦର୍ଶନ ଆଉ ଅନୁଭବ କରିପାରୁନେ? ଦୁଇଟା କଥା ହେଇଥିବ। ଯଦି ଅନ୍ଧଟା କିଛି ଦେଖିପାରେନି, ସବୁ ଜିନିଷ କିନ୍ତୁ ଥାଏ, କାରଣ ତାର ଆଖି ନାହିଁ ବୋଲି ସେ ଦେଖିପାରେନି। ସେଇଭଳି ଯଦି ଆମେ ପରମାତ୍ମା ପରମ ବ୍ରହ୍ମକୁ ବା ଭଗବାନଙ୍କୁ ଦର୍ଶନ କରିପାରୁନେ, ଅନୁଭବ କରିପାରୁନେ, ତାହେଲେ ଆମର ଆଖି ନାହିଁ। ଆଖି ଦେଖୁଛି କେମିତି? ଆଖି ସହିତ ମନର ସଂଯୋଗ ହେବାରୁ ଆଖି କ'ଣ କରୁଛି ନା ଦେଖୁଛି। ତେଣୁ ଯଦି ଆଖି ସହିତ ମନର ସଂଯୋଗ ନ ରହିବ, ଆଖି ଦେଖିପାରିବନି। ସମୟ ସମୟ ଆପଣ ଦେଖୁଥିବେ ମନ ଯଦି କୁଆଡ଼େ ଥିବ, ଆପଣ ଆଖି ଦେଖିବ କିଛି ଜାଣିପାରିବନି, ନାଇଁ ତ ମୁଁ କିଛି ଦେଖିପାରିନାହିଁ। କାହିଁକି ନା ଆଖି ସହିତ ମନର ସଂଯୋଗ ନଥିଲା, ମନର ସଂଯୋଗ ଆଉ କେଉଁଠି ଥିଲା।
गोटे लोक तुम बाटे चलीज तुम्हें जानीपारबनी ताकू कहते साधारण भाषा व्यक्ति अन्यमनस्क थिला। अन्यमनस्क तार मनटा आउ कोठी थिला। तार तो ये मन देखुची आखि देखुना। आखि गोटे माध्यम तेणु ये मन कहीं जदि सबुठी सबु स्थान रे भगवान परिपूर्ण ही अच्छंती ताहले मन तांको कहीं देखि पारु नहीं, अनुभव करि पारु नहीं बा उपलब्धि करि पारु नहीं। कारण कौन? सबुर कारण अच्छी ना। सबुर कारण को जे भल भाव जानी थाए से स्थिर और शांत हो जाए। जे सबु कथार कारण को न खोजी से केबे स्थिर और शांत हो पार। जने दान करुचे जदि दानर कारणटा को से न बुझी पारिबो से सबु बेले दान दे पारिबो नहीं। कारण जानी नहीं मन हला दे देला, मन हला देला नहीं। जदि दानर कारणटा को बुझी थिबो कोथि पई दान करा जाए ताहेले से कौन करिबो ना से डोनेशन टा दे चलिबो। प्रणाम कौन पई करा जाए तार कारण टा जदि बुझी थिबो से प्रणाम को केबे बंद करिबो नहीं। कौन पई ध्यान करा जाए जदि से बुझी थिबो से केबे ध्यान टा बंद करिबो नहीं। कौन पई स्वाध्याय करा जाए जदि तार कारण बुझी थिबो से स्वाध्याय दी प्रकार गीता भागवत वेद वेदांत उपनिषद आपण पढ़ी पारिबे नहीं। कहीं सबु धर्म ग्रंथ गुड़िक संस्कृत भाषा रे लिखा अछि। आम सरकार आमे संस्कृत पर केते इम्पोर्टेंस देइछे ता आमे जानिने जानिछे। आमर इम्पोर्टेंस केवल इंग्राजी बा इंग्लिश। सी कथा तो जमा लेखा नहीं, गीता लेखा नहीं, भागवत लेखा नहीं। एमती किए विद्वान पढ़ी के संस्कृत को जानिकी जार इंग्लिश नॉलेज अधिका ताको इंग्लिश ट्रांसलेट बा अनुवाद कर मूल ग्रंथ सब लेखा अच्छे संस्कृत रे। आम पिला मानकु स्कूल कॉलेज रे ये सरकार कौन सी सरकार विरोध कथा कह कथा नहीं। से कांग्रेस हो बीजेपी हो बीजेडी हो जो सरकार भारत वर्ष रे शासन करुचंती से माने संस्कृत उपरे आदौ इम्पोर्टेंस दौना। आमर समस्त ग्रंथ गुड़िक चोरी हो जाइए। गीता चोरी होती, भागवत चोरी अच्छी से तो चोरी कर विदेश लोक नहीं जाइछन्ति कारण से धर्मर कथा लेखा अछि। से माने संस्कृत शिखी ताको पढ़ी से कौन लेखा अच्छी से गुड़िक से भल भाव हृदयंगम करुँच। जहाँ आज विज्ञान जो भावुची मु शीर्ष स्तर रे पहुँची केबे पहुँची पारिबो नहीं। सबु तो तांकरी इच्छा, सबु तो से करुचंती कराउचंती। जहाँ को जेतिकी बुद्धि दियंती सेतिकी से करे। से किंतु अज्ञानतार अहंकार भावे मु एटा आविष्कार कली किंबा उद्भावन कली। किछि के आविष्कार करि पारंती नहीं कि उद्भावन करि पारंती। तांको सृष्टिर प्रक्रिया से निजे करुचंती माध्यम द्वारा भी नहीं। ये कथा को बुझिया को हेले से कॉन्शियसनेस को गले हबो। तेणु कथा रही कौन ना मनीष जन्म ग्रहण करछि भगवत दर्शन उपलब्धि पाई। जदि गृहस्थाश्रम अच्छी तार एटा मुख्य कर्म हम। गृहस्थाश्रम कर्मटा गौण कर्म हम।
କାରଣ ଦିନେ ତାକୁ ସବୁ ଛାଡ଼ି ଯିବାକୁ ପଡ଼ିବ। ଯେତେ ଅକ୍ଲାନ୍ତ ପରିଶ୍ରମ କରି ପାଠ ପଢ଼ିଲା, ଚାକିରି କଲା, କି ପିଲା ଛୁଆଙ୍କର ଜନ୍ମଗ୍ରହଣ କରି ଦାୟିତ୍ୱ ନେଲା, କି କୋଠାବାଡ଼ି କଲା, କି ବନ୍ଧୁବାନ୍ଧବ ଲାଭ କଲା, ଇଏ ସବୁକୁ ଯଦି ସମୀକ୍ଷା ତା ଜୀବନର ଶେଷ ମୁହୂର୍ତ୍ତରେ ଦେଖିବେ, ଇଏ ସମସ୍ତେ ଟିକିଏ ସୁଖ ଦେଇଛନ୍ତି, ଅଶେଷ ଦୁଃଖ ଦେଇଛନ୍ତି। ଗୋଟେ ଏକ୍ଜାମ୍ପଲ, ଗୋଟେ ଛୋଟ ପିଲାଟେ ଜନ୍ମ ହେଲା, ପୁଅଟିଏ ହେଲା, ଦେଖି ଭାରି ଖୁସି ଆନନ୍ଦ ଲାଗିଲା। ତାପରେ ପୁଅ ଦେହ ଖରାପ ହେଲା, ବୁଝେଇବା ପାଇଁ ବାବା କହୁଛନ୍ତି କିଛି କଷ୍ଟ ମେଡ଼ିକାଲରେ ଯାଇ ରହିବା, ତାର ଯତ୍ନ ନେବା। ପିଲାଟି ଭଲ ପାଠ ପଢ଼ିଲା ନାହିଁ, ତମର ଏକ୍ସପେକ୍ଟ ପିଲାଟି ଭଲ ଡକ୍ଟର ହଉ କି ଇଞ୍ଜିନିୟର ହଉ କି IAS ହଉ। କି ଫ୍ରଷ୍ଟ୍ରେସନ୍ ବାପା ମାଙ୍କର, ମାନେ ସେ କଥା ଡେଥ୍ ପର୍ଯ୍ୟନ୍ତ ଆଉ ମନରୁ ଯିବ ନାହିଁ। ମାନେ ବିରାଟ ଗୋଟେ ଶକ୍। କେମିତି ବାବା ଜାଣୁଛନ୍ତି ନା, ବାବାଙ୍କ ପାଖରେ ଅନେକ ଲୋକ ପ୍ରାର୍ଥୀ ହେଇକି ଏଇ ସବୁ ଦୁଃଖକୁ ନିବେଦନ କରୁଛନ୍ତି। ତା ଫଳରେ ବାବା ଜାଣୁଛନ୍ତି କି ପ୍ରକାର କଷ୍ଟ। ଜଣେ ଲୋକ ଆସିଲେ, କହିଲେ ମୋ ପୁଅକୁ ମୁଁ ଡାକ୍ତର କରିବି। ଆମେ କିଛି କିଛି ଜାଣିଛୁ ବିଦ୍ୟା, ତା ମାଧ୍ୟମରେ କେତେ କଥା କହୁ, କୋଉଠି ବି ଗୋଟେ ଗୋଟେ ମିଛ ହେଇଯାଇପାରେ, ତା ଆମ ଜ୍ଞାନ ଭିତରେ ନୁହେଁ। ତା ହିଁ ପରମ ପିତା ପରମ ବ୍ରହ୍ମଙ୍କର ଇଚ୍ଛା ସତ ହୁଏ। ଆମେ କହିଲୁ ନାଇଁ, ଏ ପିଲା ଡାକ୍ତର ହବ ନାହିଁ। ନା, ମଣିଷ ତ ପରିଶ୍ରମ କଲେ ଫଳ ପାଇବ, ଆଉ କାହିଁ ପାଇବନି? ଡ୍ୟୁଟି ଇଜ୍ ଗଡ୍, ୱାର୍କ ଇଜ୍ କ'ଣ ଓରସିପ୍ ନା କ'ଣ ଇଂଲିଶରେ କହନ୍ତି ବା, ଆମେ ତ ଜାଣିନୁ। ତେଣୁ ଛାଡ଼ନ୍ତୁ, ଏ ଭୁଲ ହେଲେ ବି ତାଙ୍କର, ଠିକ ହେଲେ ବି ତାଙ୍କର, ସେ ତ କହୁଛନ୍ତି ଆଉ କର୍ମ ହିଁ ଭଗବାନ, କର୍ମ ହିଁ ଉପାସନା। ହଉ, ତମର ଯଦି ବିଶ୍ୱାସ ନାହିଁ ତାହେଲେ ତୁମେ ଚେଷ୍ଟା କର, ଯାହା ଚାହିଁବ ତାହା କରିପାରିବ। ମୋ ମତରେ ଡକ୍ଟର କ'ଣ ଏଇ ଦୁନିଆରେ ସର୍ବଶ୍ରେଷ୍ଠ ପୋଷ୍ଟ? ଆଠୁ କ'ଣ ବଡ଼ ବଡ଼ ପୋଷ୍ଟ କିଛି ଦୁନିଆରେ ନାହିଁ? ତୁମେ ତାକୁ କରିବା ପାଇଁ ଚେଷ୍ଟା କରୁନ। ତୁମର ଏଇ ସୀମିତ ଭିତରେ ବାପା ମା କାହିଁ ରହିଗଲ? ନା ନାଇଁ, ଡାକ୍ତର ହବ ସିଏ। ଆମେ କହିଲୁ ଠିକ ଅଛି, ଆପଣ ମୋ ସହିତ ପରାମର୍ଶ କରନ୍ତୁ ନାହିଁ, କାରଣ ଆମେ ସବୁକିଛି ନିର୍ଭର କରୁ ଈଶ୍ୱରଙ୍କ ଉପରେ। ସେ ଈଶ୍ୱରଙ୍କ ଉପରେ ନିର୍ଭର କରି ଆମେ ପରିଶ୍ରମ କରୁ ଏବଂ ରେଜଲ୍ଟ ଭାବୁନା। ଏ ଭୌତିକ ଦୁନିଆରେ ବି ଯେତେ ପରିଶ୍ରମ ତୁମେ କର, କିନ୍ତୁ ରେଜଲ୍ଟ ଆଉ ଜଣଙ୍କ ହାତରେ। ସେଇ କଥା ଭଗବତ ଗୀତାରେ ଉଲ୍ଲେଖ ଅଛି, କର୍ମଣେ ବାଧିକାରସ୍ତେ ମାଂ ଫଳେଷୁ କଦାଚନ। ବହୁତ ଲୋକ ଗୀତା ପଢ଼ନ୍ତି, ଶାସ୍ତ୍ର ପଢ଼ନ୍ତି, ଭାଗବତ ପଢ଼ନ୍ତି, କେତେକ ବି ବେଦାନ୍ତ ଉପନିଷଦ ପଢ଼ନ୍ତି। ସେ ଗୋଟେ ତାଙ୍କର ସଉକ, ସେ ତାଙ୍କର ଗୋଟେ ଅଭ୍ୟାସ। ସେଥିରେ ଯେ ଜୀବନ ବଞ୍ଚିବାର ଶୈଳୀ ବା କଳାଟା ଲେଖା ଅଛି, ତାକୁ ଜୀବନରେ ଫୁଟେଇବାର ଅଛି। ପ୍ରତ୍ୟେକଟି ଆଚରଣରେ ଆଉ ଉଚ୍ଚାରଣରେ, କମ୍ ଉଚ୍ଚାରଣରେ, ବେଶୀ ଆଚରଣରେ। ସେ କଥା ଜଣା ନାହିଁ। ସିଏ ପଢ଼ା ହୁଏ କିଛି ଜ୍ଞାନ ଲାଭ ପାଇଁ ଏବଂ ଅଲଗା ଲୋକ ପାଇଁ ପଣ୍ଡିତ ହବା ପାଇଁ। ନିଜ ପାଇଁ ପଣ୍ଡିତ ହବା ପାଇଁ ସେ ପାଠ ପଢ଼ାଯାଏ ନାହିଁ। ସେ ପାଠ ପଢ଼ାଯାଏ କାହାକୁ ଉପଦେଶ ଦେବା ପାଇଁ, କିନ୍ତୁ ନିଜକୁ ଉପଦେଶ ଦେବା ପାଇଁ ସେ ପାଠ ପଢ଼ାଯାଏ ନାହିଁ। ଯଦି ସେ ପାଠ ପଢ଼ା ଯାଉଥାନ୍ତା ନିଜକୁ ଉପଦେଶ ଦେବା ପାଇଁ, ତାହେଲେ ବ୍ୟକ୍ତି ଗୋଟିଏ ଜାଗାରେ ନ ବସି ଏତେ କଷ୍ଟ କରିକି ବୁଲି ବୁଲି, ଏଠି ସମାଲୋଚନା ଲୋକ କହିବେ, ଏତେ ପରିଶ୍ରମ କରି ଗୀତ ବୋଲି ବାଜା ବଜେଇ ଲୋକଙ୍କୁ କଥା କହି ରାତିକେ 1,00,000, 2,00,000, 4,00,000, 5,00,000 ଟଙ୍କା ରୋଜଗାର କରୁଛି। କ'ଣ ପାଇଁ?
ତା ଦ୍ୱାରା କ'ଣ କାହାର ତାର ତ କିଛି ହେଇନାହିଁ। ଗୁରୁଦେବ ସବୁବେଳେ କହୁଥିଲେ ସୁନ୍ଦର କଥାଟିଏ, ଅନ୍ଧ କ'ଣ ଅନ୍ଧକୁ ବାଟ ଦେଖେଇ ପାରେ? ଅନ୍ଧ କ'ଣ ଅନ୍ଧକୁ ବାଟ ଦେଖେଇ ପାରେ? ଯେମିତି ଆମେ କହିଲୁ ଆମର ତ ଆଖି ଅଛି, ଆମେ ତ ଦୁନିଆରେ ସବୁ ଜିନିଷ ଦେଖିପାରୁଛେ, ଭଗବାନଙ୍କୁ କାହିଁକି ଦେଖିପାରୁନେ? ସେ ତ ସବୁ ସ୍ଥାନରେ ସବୁଠାରେ ସବୁଠି ପରିପୂର୍ଣ୍ଣ ହିଁ ଅଛନ୍ତି ବୋଲି ନିଜେ କହିଛନ୍ତି। ଈଶ୍ୱର ସର୍ବଭୂତାନାଂ ହୃଦେଷୁ ଅର୍ଜୁନ ତିଷ୍ଠନ୍ତି ଭ୍ରାମୟନ ସର୍ବଭୂତାନି ଯନ୍ତ୍ରାରୂଢ଼ାନି ମାୟା। ତେଣୁ ଏ ଅର୍ଜୁନ ସବୁଠାରେ ମୁଁ ପରିପୂର୍ଣ୍ଣ ହିଁ ଅଛି। ମଣିଷ ଭ୍ରମରେ ପଡ଼ି ମାୟାରେ ପଡ଼ି ଏବଂ ଭୁଲି ଯାଇଛି, ଦେଖିପାରୁନାହିଁ ମୋତେ। ତାକୁ ଅଚ୍ୟୁତାନନ୍ଦ କହିଲେ ଯଦି ତୁ ପାଇବୁ ଭେଟ ମାୟାକୁ ତୁ ହିଁ କାଟ, ଗୁରୁ ସେବିନ ଦେଖ ଶ୍ରୀହରି। ଯଦି ତୁ ଭେଟ ପାଇବାକୁ ଚାହୁଁଛୁ, ଦର୍ଶନ କରିବାକୁ ଚାହୁଁଛୁ, ତୁ ମାୟାକୁ କାଟିଦେ ଏବଂ ଗୁରୁଙ୍କ ସେବା କରେ। କି ଆମେ ଗୁରୁଙ୍କର ସେବା କ'ଣ କରୁଛେ? ପୂର୍ବରୁ କୁହା ହେଲା ଆମେ ବେଲେ ପାଦ ଚିପି ଦେଲେ, ମୁଣ୍ଡ ଚିପି ଦେଲେ, ଦେହଟାକୁ ଟିକେ ଚିପି ଦେଲେ ଗୁରୁଙ୍କର ସେବା। ସେ ଏକ ପ୍ରକାର ସେବା, ସେଟା ହଉଛି ଅହଙ୍କାର ଯୁକ୍ତ ସେବା। ଆଜି ଆମେ କହିଲୁ ସବୁ କଥା ସବୁଦିନେ ଠିକ ନଥାଏ। ପ୍ରତ୍ୟେକଟି ମୁହୂର୍ତ୍ତରେ ସୃଷ୍ଟିର ପରିବର୍ତ୍ତନ ହେଉଛି, ପ୍ରତ୍ୟେକଟି ମୁହୂର୍ତ୍ତରେ ମନର ବି ପରିବର୍ତ୍ତନ ହେଉଛି, ପ୍ରତ୍ୟେକଟି ମୁହୂର୍ତ୍ତରେ ଶରୀରର ବି ପରିବର୍ତ୍ତନ ହେଉଛି। ଲକ୍ଷ ଲକ୍ଷ ଜୀବକୋଷ ମରୁଛନ୍ତି, ଲକ୍ଷ ଲକ୍ଷ ଜୀବକୋଷ ପ୍ରତ୍ୟେକଟି ମୁହୂର୍ତ୍ତରେ ସୃଷ୍ଟି ହେବାରେ ଲାଗିଛନ୍ତି। ତୁମେ ପୁଣି ମା ଗର୍ଭରେ ଥିଲ ନା, ୟୁଟ୍ରସ୍ ଭିତରେ ଗୋଟେ ଡିମ୍ବାଣୁ ଗୋଟେ କୀଟାଣୁର ମିଳିତ ହେବାରୁ ତୁମେ ଏତେ ବଡ଼ ହେଇଛ। ତୁମେ କ'ଣ ଏଇ ସ୍ମରଣ ଚିନ୍ତନ ଯାହା କୁହନ୍ତି ମାତୃଗର୍ଭ ଜ୍ଞାନ ତମ କ'ଣ ପ୍ରାପ୍ତି ହେଇଛି? ନା ତୁମେ ଚିନ୍ତା କରିପାରୁଛ ମା ଗର୍ଭରେ ଥିଲି 10 ମାସ 10 ଦିନ? କେବେ କି ଭାବୁଛ ମୁଁ ଆଖି ବୁଝି ଶୋଇଥିଲି 6 ମାସ କାଳ? କେବେ କ'ଣ ଭାବୁଛ? ସବୁ ଭୁଲି ଯାଉଛ। ଯଦି ଏଇ କଥାକୁ ଭୁଲି ଯାଉଛ ତାହେଲେ ଜନ୍ମ ଜନ୍ମାନ୍ତର କଥାକୁ ତେମେ ମୋର କେବେ ସ୍ମରଣ ହେଇପାରିବ? ଏ ଅର୍ଜୁନ, ତୋର ମୋର ଏମିତି କେତେ ଜନ୍ମ ଗଲାଣି, କେତେ ସତ୍ୟ କେତେ ତ୍ରେତୟା। ଭଗବତ ଗୀତା 4th ଅଧ୍ୟାୟରେ ଲେଖା ଅଛି ପ୍ରଥମ ଶ୍ଲୋକରେ, ଆଉ କେତେ ଥର ଜନ୍ମ ହେଲାଣି ତୁ ଆଉ ମୁଁ ଏମିତି ଆସିଲେଣି, କେତେ ଥର ଏଇ ମହାଭାରତ ଯୁଦ୍ଧ ହେଲାଣି, କିଛି ଠିକ ଆଉ ଠିକଣା ନାହିଁ। କିନ୍ତୁ ତୁ ଜାଣିପାରୁନୁ, ମୁଁ ଜାଣିପାରୁଛି, ତୁ ମାୟା ଦ୍ୱାରା ଆଚ୍ଛନ୍ନ। କେତେ ସତ୍ୟ କେତେ ତ୍ରେତୟା କେତେ ଦ୍ୱାପର କେତେ କଳି ଗଲାଣି, ତାର ଠିକ ଆଉ ଠିକଣା ନାହିଁ। ଭଗବାନଙ୍କ ବିଷୟରେ ବା ପରମାତ୍ମାଙ୍କ ପରମ ବ୍ରହ୍ମଙ୍କ ବିଷୟରେ କୌଣସି ସାଧୁ, କୌଣସି ମହାତ୍ମା, କୌଣସି ମହାପୁରୁଷ ସଠିକ କଥା କହିପାରିବେନି। କାହିଁକି? ମନରେ ପ୍ରଶ୍ନ ଆସିବ, କାହିଁକି? କହିଛନ୍ତି, ଯାହା କହିଛନ୍ତି ତାଙ୍କର ଅନୁଭବର କଥା, ତାଙ୍କୁ ଦର୍ଶନ ହେଇଛି ଧ୍ୟାନ ଦ୍ୱାରା, ତାକୁ ସେ ବ୍ୟକ୍ତ କରିଛନ୍ତି। ତା କ'ଣ ସତ୍ୟ? ତା ବି ସତ୍ୟ। ଗୋଟେ ଛୋଟିଆ କଥା, ଜଗନ୍ନାଥଙ୍କ ଭିତରେ କ'ଣ ଅଛି ଏପର୍ଯ୍ୟନ୍ତ କେହି କିଛି କହିପାରୁନାହାନ୍ତି। କିଏ କହୁଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କର ହୃଦୟ, କିଏ କହୁଛନ୍ତି ଶାଳଗ୍ରାମ, କିଏ କହୁଛନ୍ତି ବୁଦ୍ଧଙ୍କର ଦାନ୍ତ, କିଏ କହୁଛନ୍ତି ପ୍ରଥମ ଯେଉଁ ଦାରୁ ଆସି ମହୋଦଧିରେ ଲାଗିଥିଲା ତାର ଅଂଶ ବିଶେଷ ଖଣ୍ଡେ ତା ଭିତରେ ରହିଯାଇଛି। କେହି କିଛି କହିପାରୁନି। କୌଣସି କ୍ୟାମେରା ବାଲା ଯେତେ ପାୱାରଫୁଲ କ୍ୟାମେରା ଠାକୁର ଯେତେବେଳେ ବାହାରକୁ ରଥରେ ଆସୁଛନ୍ତି ଉଠେଇଲେ କିଛି ଜଣାପଡ଼ୁନି କ'ଣ ତା ଭିତରେ ଅଛି। ଆଉ ଯେଉଁମାନେ ବ୍ରହ୍ମ ପରିବର୍ତ୍ତନ କରୁଛନ୍ତି ସେମାନେ ବି କହିପାରୁନାହାନ୍ତି। ସେମାନେ କହୁଛନ୍ତି ନା ଆମେ କହିବୁ ନାହିଁ, ନିଜ ସ୍ତ୍ରୀ କି ବି କହିବୁନି, ପୁଅକୁ ବି କହିବୁ ନାହିଁ।
କେତେ ବଡ଼ ଆଶ୍ଚର୍ଯ୍ୟ କଥା। ତେଣୁ ସେଥିଲାଗି କୁହାଯାଏ ଭଗବାନ ଅନନ୍ତ, ତାଙ୍କ କଥା ଅନନ୍ତ। ସେ ଯାହାକୁ ଯେତିକି ଜଣେଇଛନ୍ତି ସେ ସେତିକି ଜାଣିଛି, ଆଉ ସେତିକି ସେ କହୁଛି। ସେ ଅଧିକା କଥା କହିପାରିବନି। ପ୍ରକୃତ ସତ୍ୟଟାକୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ବି ଜାଣିନାହାନ୍ତି। ଯାହାଙ୍କର ନାଭିରୁ ବ୍ରହ୍ମା ସୃଷ୍ଟି ହେଇଛନ୍ତି, ସେ ବ୍ରହ୍ମା ଏପର୍ଯ୍ୟନ୍ତ ପରମାତ୍ମା ପରମ ବ୍ରହ୍ମକୁ ଜାଣିପାରି ନାହାନ୍ତି। ବିଷ୍ଣୁ ବି ଜାଣିପାରିନାହାନ୍ତି। କ'ଣ ବିଷ୍ଣୁ କ'ଣ ତ ନିଜେ ସବୁ କିଛି ନା? କେତେ ବିଷ୍ଣୁ ଅଛନ୍ତି ଶାସ୍ତ୍ର ଅଧ୍ୟୟନ କଲେ ଆପଣ ଜାଣିବେ। କେତେ ଶିବ ବି ଅଛନ୍ତି। ଶିବ ତ ସବୁବେଳେ ଧ୍ୟାନସ୍ଥ। ସେ ପୁଣି କାହାକୁ ଧ୍ୟାନ କରୁଛନ୍ତି? ସେ ପରମାତ୍ମା ପରମ ବ୍ରହ୍ମଙ୍କୁ ସିଏ ବି ଜାଣିନାହାନ୍ତି ସେ କିଏ। ତେଣୁ ମଣିଷଟେ କେମିତି ଜାଣିବ? ସାଧୁ ସନ୍ଥ ମାନେ କେମିତି ଜାଣିବେ? ସେ ଯାହାକୁ ଯେତିକି ଜଣାଏ ସେ ସେତିକି ଜାଣିଥାଏ, ସେତିକି କହେ। ତାର ଅଂଶକୁ ଯେତିକି ସେ ଜଣାଏ। ଆମ ଥରେ ସ୍ୱପ୍ନରେ ଠାକୁରେ କହୁଛନ୍ତି, କାଳିଆ ସାନ୍ତେ ତୁ ମୋ ବିଷୟରେ ଏତେ ଜାଣିବା ପାଇଁ ଚେଷ୍ଟା କରନା, ତୁ ମୋତେ ଖାଲି ଭଲ ପା। ସେବେଠାରୁ ଠାକୁରଙ୍କ ବିଷୟରେ ଜାଣିବା ପାଇଁ ମୋର ଇଚ୍ଛା ହେଲା ନାହିଁ। ସେଇ ଭଲ ପାଅ, ଭଲ ପାଅ, ଭଲ ପାଅ। ଭଲ ପାଇବାଟା କ'ଣ ତାକୁ ପୁଣି ଭଲ ଭାବରେ ଜ୍ଞାନୀ ତତ୍ତ୍ୱଗୁରୁ ବୁଝେଇ ଦେବେ। ଭଲ ପାଇବାଟା କ'ଣ? ତେଣୁ କଥା ରହିଛି, ତାହେଲେ ଆଖି ଥାଇ କ'ଣ ଆମେ ଅନ୍ଧ? ଆଖି ଥାଇ ଆମେ ଅନ୍ଧ? ଆଖି ଥାଇକି ଆମେ ଅନ୍ଧ? ଯଦି ଆମେ ସତ୍ୟକୁ ଦେଖିପାରିଲେ ନାହିଁ, ଯିଏ ଥିଲା, ଅଛି ଏବଂ ରହିବ। ଯଦି ଭଗବାନ ସତ୍ୟ, ଜଗତ ମିଥ୍ୟା, ଯଦି ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା, ତାହେଲେ ଯଦି ତମେ ନ ଦେଖିପାରିଲ, ଆଖି ଦୋଷ ହେଲା କିଛି, ତାହେଲେ ଭଲ ଡକ୍ଟର ଓଡ଼ିଶାରେ, ଭାରତବର୍ଷରେ, ବିଶ୍ୱରେ ଅଛନ୍ତି। ତାଙ୍କୁ ଟିକେ ଆଇ ଟେଷ୍ଟ କରାଅ। ଓ ପ୍ରଭୁ ଚଷମା ଲଗେଇଦେଲେ ମୁଁ ଯେମିତି ମୋ ପ୍ରଭୁଙ୍କୁ ଦେଖିବି, କୃଷ୍ଣଙ୍କୁ ଦେଖିବି, କିଏ ରାମକୁ ଦେଖିବ, କିଏ କାଳିଆ ସାଆନ୍ତକୁ ଦେଖିବ, କିଏ ମାଆଙ୍କୁ ଦେଖିବ, ହବ? ତମାନେ ସବୁ ଚଷମା ଲଗେଇଛ, କେତେ ଜଣ ଦେଖିପାରୁଛ? କାହିଁ ଦେଖିବ ନାହିଁ? ଆଖି ଥାଇକି ଦେଲେ ଯଦି ଦର୍ଶନ ହଉନାହିଁ, ତାହେଲେ ଏଥିରୁ ଜଣା ପଡୁଛି ଯେ ଆମେ ଅନ୍ଧ। ୟୁ ଆର୍ ବ୍ଲାଇଣ୍ଡ ପର୍ସନ୍। ଏକଥା ତମେ ସ୍ୱୀକାର କରିବ ନା? କିନ୍ତୁ ଆମେ ସ୍ୱୀକାର କରୁ। ଆମେ କହୁ ଆମେ ଆଖି ଥାଇ ଅନ୍ଧ, କାନ ଥାଇ କାଲ, ପାଟି ଥାଇ ମୂକ, ଆଉ ପାଠ ପଢ଼ିକି ବି ମୂର୍ଖ। ଯେତେବେଳେ ମୁଁ ଭଗବାନଙ୍କୁ ଜାଣିନାହିଁ, ନିଜକୁ ଜାଣିନାହିଁ, ମୁଁ ପାଠ ପଢ଼ିଛି ଟଙ୍କା ପାଇଁ, ପେଟ ବସିବା ପାଇଁ, ସମ୍ମାନ ପ୍ରତିଷ୍ଠା, ସମ୍ମାନ ନୁହଁ ପ୍ରତିଷ୍ଠା ପାଇଁ, ମୂର୍ଖ ନୁହଁ। ଯେ ନିଜକୁ ଜାଣିନେଇ ସେ ମୂର୍ଖ ନୁହେଁ। ବାବା ଆପଣ କାହିଁ ମୂର୍ଖ କହୁଛନ୍ତି? ଦୀପା ଥରେ ମୋତେ କହିଲା, ଫରେନ୍ରେ ଅଛି, କହିଲେ ବାବା ଆମେ PhD କରିସାରିଲୁଣୁ। ସେ ଶୁଣି ମଗାଇଲେ, ଆପଣ କହୁଛନ୍ତି ମୂର୍ଖ? ଆମକୁ ଲଜ୍ଜା ମାଡ଼ୁଛି। କ'ଣ ଏଇ PhD ଷ୍ଟୁଡେଣ୍ଟ ଗୁଡ଼ା ମୂର୍ଖ ପାଖରେ ଦୀକ୍ଷା ନେଇଛନ୍ତି? ଆମେ କହିଲୁ ମା, ନିଜକୁ ଯିଏ ଜାଣିନି ତାଠୁ ବଡ଼ ମୂର୍ଖ କିଏ ଦୁନିଆରେ ଅଛି କୁହନ୍ତୁ? ନା ହଁ ସତ କଥା ତ। ନିଜକୁ ଯିଏ ପରିଚାଳିତ କରିପାରୁନି ତାଠୁ ବଡ଼ କିଏ ଅଛି? ଯିଏ ନିଜ କଥାରେ ବାଟ ଚାଲୁନାହିଁ, କେତେ ବଡ଼ କଥା। ମନ ଯାହା କହିବ ସେଇଆ। ସେ କ'ଣ ତା କଥାରେ ଅଛି? ସେ କ'ଣ ମନକୁ ପରିଚାଳିତ କରୁଛି? କରୁଛି କି? ମନ କହିଲା ନାହିଁ ବର୍ଷା ହଉଛି, ସତ୍ସଙ୍ଗକୁ ଯିବା ନାହିଁ, ଓଦା ହେଇଯିବ, ସେ ରହିଲା ନା? ମନ କହିଲା ଆଜି ବର୍ଷା ହଉଛି, ଭଲ ଟିକେ ଛଣାଛଣି ଜିନିଷ ଖାଇବା, କଲା ନା? ତାର ଉପକାର ଅପକାର ବିଷୟରେ କ'ଣ ସେ ଚିନ୍ତା କଲା? ଯଦି ବି ଚିନ୍ତା କଲା, ମନ କହିଛି ଖାଇବ, ଖାଇଲା। ମନ କହିଲା ଟିକେ ଘୋରି ଘାରି ଶୋଇପଡ଼, କ'ଣ ସାଧନା କଲେ ଧ୍ୟାନ କଲେ ମିଳିବ, ସେ ଶୋଇପଡ଼ିଲା। ତେଣୁ ମାଇଣ୍ଡ ଇଜ ବ୍ଲାଇଣ୍ଡ ଅଲୱେଜ। ମନ ସବୁବେଳେ ଅନ୍ଧ। ମନ କିଛି ପ୍ରପର ଜଜମେଣ୍ଟ କରିପାରେନି।
ତାକୁ ଯୋଉ ଗୋଟେ ସୁହା ହେ ସେ ସେଇ କଥାଟା କରେ, ତାକୁ ଯୋଉଟାକୁ ଅନୁକୂଳ ହୁଏ ସେଇ କଥାଟାକୁ ସେ କରେ ଏବଂ ସେଥିରେ ସେ ଖୁସି ହୁଏ। ଯେତେବେଳେ ଦୁଃଖ ଯନ୍ତ୍ରଣା କଷ୍ଟ ମିଳେ ଏଡ଼ିକି ମୁହଁ ଓଳେଇ ବସେ। କ'ଣ ସବୁ ତ ଫେସବୁକ୍ ଦେଖିଲେ ଜଣା ପଡ଼ିଯିବ ଆଉ, ପ୍ରସନ୍ନ ଅଛି କି ଆନନ୍ଦ ଅଛି କି କ'ଣ ଭାବୁଛି କ'ଣ ଚିନ୍ତା କରୁଛି। ଯେଉଁମାନେ ସୂକ୍ଷ୍ମଦର୍ଶୀ, ଯେଉଁମାନେ ସୂକ୍ଷ୍ମକୁ ଜଗତକୁ ଗଲେଣି ସେମାନେ ଅନେଇ ଦେଲେ କହିଦେବେ। ଭାରାକ୍ରାନ୍ତ ମନ, କିଛି ଭଲ ଲାଗୁନି ଆଉ କଥା ହୁଅ ନାହିଁ ମୋ ସାଥିରେ। ତେଣୁ ଆମର କଥା କ'ଣ ନା ଆମେ ଯଦି ଦୁନିଆରେ ସବୁ ଭଗବାନଙ୍କର ସୃଷ୍ଟିଟାକୁ ଦେଖିପାରିଲେ, ଯେ ସୃଷ୍ଟିର ସ୍ରଷ୍ଟା ସେ ସବୁଠାରେ ପରିପୂର୍ଣ୍ଣ ହିଁ ଅଛି, ପରିପୂର୍ଣ୍ଣ ହିଁ ଅଛନ୍ତି। ସକଳ ଦେହେ ନାରାୟଣ ବସନ୍ତି ଅନାଦି କାରଣ। ଯଦି ସକଳ ଦେହରେ ନାରାୟଣ ଅଛନ୍ତି ତେଣୁ ନାରାୟଣକୁ ଖୋଜିବା ପାଇଁ ପୁଣି ଯାଉଛି କୁଆଡ଼େ? ଯଦି ନିଜକୁ ସମୀକ୍ଷା କରିବ, ସକଳ ଜୀବେ ନରହରି ବସଇ ଆତ୍ମା ରୂପ ଧରି, ସକଳ ଭୂତେ ବାସ ମୋର ମୋ ଆତ୍ମା ଜଗତ ଈଶ୍ୱର। ଉପନିଷଦରେ ଏକ ଦେବ ସର୍ବଭୂତେଷୁ ଗୂଢ଼, ସର୍ବବ୍ୟାପୀ ସର୍ବଭୂତାରାତ୍ମା କର୍ମଧ୍ୟକ୍ଷ ସାକ୍ଷିଶ୍ଚେତା କେବଳ ନିର୍ଗୁଣଶ୍ଚ। ଯଦି ସବୁରି ଭିତରେ ପ୍ରତ୍ୟେକ ଜୀବ ଭିତରେ ଈଶ୍ୱର ସର୍ବଭୂତାନାଂ ଭଗବତ ଗୀତା ନିଜେ ଭଗବାନ କହିଛନ୍ତି, ତାହେଲେ ମଣିଷ ଖୋଜୁଛି କାହିଁକି ଆଉ କୋଉଠି? ସେ ନିଜ ମଣିଷ ଭିତରେ ତ ପୁଣି ସେ ମଣିଷଟିଏ ନିଜ ଭିତରେ କ'ଣ ଦେଖିଲା ନାହିଁ? କ'ଣ ତାଙ୍କୁ ଦେଖିବା ପାଇଁ ଏ ଦୁଇଟି ଆଖି କ'ଣ ପ୍ରଯୁଜ୍ୟ ନୁହେଁ? ସମୀକ୍ଷା କରନ୍ତୁ। ଧର୍ମଶାସ୍ତ୍ର କେତେ କୁଆଡ଼େ କ'ଣ କଥା ଅଛି, ସ୍ଥୂଳ ଜଗତ କଥାଟେ ବାବା ଏଥର ଭାବିଲେ ସତ୍ସଙ୍ଗରେ ଉପସ୍ଥାପନା କରିବେ। ଯଦି ସବୁଠି ଈଶ୍ୱର ଅଛି, କ'ଣ ପାହାଡ଼କୁ ଗଲା, ଜଙ୍ଗଲକୁ ଗଲା, ଗଙ୍ଗା କୂଳରୁ ଗଲା, କୋଟିଆ ଭିତରକୁ ଗଲା, ହିମାଳୟ ଗଲା। ମୁଁ ହିମାଳୟ ଯାଇ ତପସ୍ୟା କଲିରେ କାହିଁକି? ନା ଭଗବାନଙ୍କୁ ଦର୍ଶନ ଅନୁଭବ କରିବା ପାଇଁ। ସେ କ'ଣ ତୋ ଭିତରେ ନାହାନ୍ତି କି? ସେ ହିମାଳୟରେ କ'ଣ ଅଛନ୍ତି, ଆଉ କୋଉଠି ନାହାନ୍ତି? ସେ ସବୁରି ଭିତରେ, ଯାହାକୁ ଇଂଲିଶରେ କହନ୍ତି ଓମିନିସେଣ୍ଟ, ଓମିନିପୋଟେଣ୍ଟ, ଓମିନିପ୍ରେଜେଣ୍ଟ। ସେ ସବୁଠାରେ ସବୁ ସ୍ଥାନରେ ସବୁଠି ଯଦି ପରିପୂର୍ଣ୍ଣ ହିଁ ଅଛନ୍ତି, ତାହେଲେ ଦର୍ଶନ କାହିଁକି ହଉନି? ଅନୁଭବ କାହିଁକି ହଉନି? ଆମେ ଆଖି ବୁଝି କ'ଣ ଚିନ୍ତା କରୁଛେ, କ'ଣ ଧ୍ୟାନ କରୁଛେ? ତେଣୁ ଯୋଉଠି ଗଲେ ତ ଆଖି ବୁଝିଲୁ, ହିମାଳୟ ଗଲେ ତ ଆଖି ବୁଝିବୁ ଧ୍ୟାନ କଲେ। ଯୋଉଠିକି ଯା, ଜଙ୍ଗଲ ଭିତରୁ ଯା ଆଖି ବୁଝିବୁ, ଗଙ୍ଗା କୂଳ ଗଲେ ଆଖି ବୁଝିବୁ। ତାହେଲେ ଗଙ୍ଗା କୂଳ କ'ଣ, ହିମାଳୟ କ'ଣ? ତୁ ତ ଆଖି ବୁଝିଦେଲା କାମ ସରିଲା। ତୁ ଗୋଟେ ଏକ୍ଜିଷ୍ଟାନ୍ସ ତ ରହିବ, ଆଉ ତ କିଛି ରହିବ ନାହିଁ। ତୁ କ'ଣ ଆଉ ଦେଖିବୁ କି? ତାହେଲେ ଖୋଜୁଛୁ କୋଉଠି? ସେ କ'ଣ ଲୁଚିଛନ୍ତି? ତୁ ସର୍ଚ୍ଚ କରୁଛୁ, କମ୍ପ୍ୟୁଟର ଯେମିତି ସର୍ଚ୍ଚ କରାଯାଉଛି ଗୁଗଲକୁ ଯାଇ, କୋଉଠି କ୍ରିୟାଯୋଗ ଧ୍ୟାନ କେନ୍ଦ୍ର ଭୁବନେଶ୍ୱର, ଠକିଣି ଦେଖେଇ ଦଉଛି। ସେମିତି ସର୍ଚ୍ଚ କର, କୋଉଠି ସେ ଅଛି, ତା ପାଖକୁ ଯିବାକୁ ହୁଏ। ଇଏ ଆଖି ଦର୍ଶନ କରେ କି କରେ ନାହିଁ? ଗୋଟେ ସୁନ୍ଦର କଥା, ସମୀକ୍ଷା କରିବେ। ତାହେଲେ ଯୋଉମାନେ କହିଛନ୍ତି, ଅଚ୍ୟୁତାନନ୍ଦ ଲେଖିଛନ୍ତି, ଦେଉଳ ତୋଟା ନରପ ସ୍ଥାପନା ଦିଅ ନସ୍ତାପ, ନଜା ବୃନ୍ଦାବନ ଗୋପ, ଗଙ୍ଗା କୂଳେ ନାହିଁ ସଦଗତି ରେ ମୂଢ଼ମତି। ଆତ୍ମାକୁ ଆତ୍ମାରେ ଦେଖ, ଦେଖିଲେ ପାଇବୁ ସୁଖ, ସକଳ ସୁଖ ଅପେକ୍ଷ ଜ୍ଞାନ ଲଭିବୁ ପ୍ରତ୍ୟକ୍ଷ, ଭାବି କଏ ପାମର ଅଚ୍ୟୁତି ହେ। କ'ଣ ଏ କଥାର ସାର କଥା? ନା ଆତ୍ମାକୁ ଆତ୍ମାରେ ଦେଖ, ଦେଖିଲେ ପାଇବୁ ସୁଖ, ସକଳ ସୁଖ ଅପେକ୍ଷା ସବୁ ସୁଖକୁ ତ ତ୍ୟାଗ କରିବୁ, ଭାବି କଏ ପାମର ଅଚ୍ୟୁତି। ବୁଦ୍ଧି ବାବା ଗୋଟେ ସୁନ୍ଦର ଭଜନ ଲେଖିଥିଲେ, ଇଏ ମନ୍ଦିର ସିନା ସେ ମନ୍ଦିର ଗଢ଼େ, ଏ ଠାକୁର ସିନା ସେ ଠାକୁରକୁ ଗଢ଼େ,
केवल मन को बुझिया तेणु जना पड़ुची ये आखिरे दर्शन करी हुए ना जदि दर्शन करी होता तेले समस्ते दर्शन करी दियंते तेणु ये आखि माने प्रयोज्य नुहे फिट नुहे तांको देखिबा पाए तेणु भागवत गोटे पद मन पड़े सी एते सुंदर पदटीए कौन से कथा ना सकल देखु तो नयने तोते न देखे सर्वजने तू दुनिया को देखुचु दुनिया किंतु तोते देखुना लेखतु केड़े सुंदर कथा सकल देखु तो नयने तोते न देखे सर्वजने माने सर्वजने तेते केही देखिना हाँ आज मंदिर जाइथिली ठाकुर दर्शन बहुत भल है बहुत सुंदर है ओह कि सुंदर जगन्नाथ दर्शन कृष्ण को दर्शन माँ को दर्शन राम को दर्शन अरे बा है भल दर्शन तोर कौन परिवर्तन है तो मन रु काम क्रोध लोभ मोह मद माश्चर्य ये जो षड रिपु रिपु अर्थ आम बुझेने शत्रु किछि जाइछि कि चुमुटी देल टिके ता कानटा उठी टाणी देल ता पकटू दीटा टंका नहीं आइल देखिबा से सुंदर दर्शन करिछि बे गुरुदेव कहते ये सुंदर कथा अनुभवर कथा अरे दर्शन कले किछि हय नहीं सुदर्शन कले किछि हय ये कथा लोक चुक्ति करिवे बहुत लोक अबांतर कथा कह दर्शन कले हय नहीं तेले समस्ते कौन मंदिर को जाउचंती बा गुरु को पाखु जाउचंती तेले भूल किछिटा है सब कथा को मानिया को पड़िबो किछि समय पाई किछि मुहूर्त पाई सामान्य टिके परिवर्तन हुए ता 5% भी कहब ना को कथा को अस्वीकार करहब ना ये सृष्टि सब ठीक कारण सब भगवान सृष्टि जदि होता जदि तुम भितर परिवर्तन होता तुम जगा को जदि देखिल कालिया को जदि देखिल काल को जदि देखिल तुम्हें इति जदि आनंद प्रेममय से सबु किछि सब बड़े देखा इच्छा हाँ सुंदर तृप्तिर अवसाद नहीं जेते देखुले नुआ दिशु थाई केबे कालिया पाखु मनटा केमती निवृत्त है पुणी संसार को आइल पुओ झील को कोल स्त्री की कोल सब कम कर चल कुआडे जगह पुणी चलीगला दर्शन मात्रेण जीव शिव भवेत गोटे उपकार आमको मिलूँ से उपकारटा हूँ कौन ना अनेक अंध पिला श्रीमंदिर रे जगन्नाथ दर्शन करने को जाऊे डिसेम्बर छुट्टी रे सब जाती सब प्राय समस्ते पिकनिक करने को जाती शीत दिन आनंद लगे से ठेला पेला होते जने लोक कहला ये अंध गुड़ाक तुम्हें कौन ठाकुर को देखिबो ठेला पेला होच अंध पिला से जन बुद्धिमान था से कथाटी को शुणिला से कहला भाई आमे तो एक अंध ठाकुर को देखिपारूनी सत किंतु ठाकुर तो अंध नुहति ठाकुर तो आमको देखिए आखि आगे आम चली जाऊ तेणु सकल देखु तो नयने तोते न देखे सर्वजने तमर जदि आखि अच्छी तेमे तांको देखीच तो देखि पारुच तो जदि तुम आखि अच्छी तेमे देखि पारुच तेमे दर्शन समय रे आखि कहीं बंद कर दउच तेमे आखिटा कहीं खोला रखुन तुमर तो भाव होउची कि भक्ति होउची तुम आखि कहीं बंद हो जाउची तेमे कहीं पुणी अंध होउच अंध करदे तू मत भजन अच्छी ना प्रभु तुम्हें तो अंध करदे कौन से भजन गला आमर तो संसार कथा मन अच्छी
हाँ तेणु केड़े सुंदर कथा प्रभु मत अंध कर दियो भीम भाई कहले ना प्रभु मत पुणी अंध कर दियो बिल मंगल आखि दुटा फुटई देले ना बेसी पाप कर्म करे किए लेख मन आउ आखि से लगी भगवत गीतार लेखा अच्छी सर्वद्वाराणी संयम मन हृदय निरुद्ध तेणु सबूर 10टा द्वार अच्छी 10टा द्वार को बंद कले एकादश द्वार खोल एकादश द्वार खोलिले तुम्हें ता सहित मिलन एककार हम तेणु यही आखि द्वारा यही मन द्वारा तांको दर्शन हो पारुना थरे जड़े व्यक्ति अनेक साधक अच्छा साधिका प्राय कही ना कौटी किए गोटे गोटे साधिका जन्म होती समस्ते तो नारी ये पुरुष कही ना स्थूल नारी आ पुरुष तेणु प्रत्येक माँ मान बेसी मायाटा थाए ताही भगवान सृष्टि सेटा माँ मानकर सृष्टि नुहे सूक्ष्म गले नारी ना पुरुष ना समस्ते पुणी स्त्री के ऊपर को गले समस्ते नारी जड़े ही पुरुष कहले बहुत समय जीव जड़े व्यक्ति कौन कले सारा भारत परिक्रमा कले कहले भगवान कोठे अच्छा गॉड इज वेयर जमती शिवानंद को पचारे हाव यू सीन गॉड जन विदेशी लोक से कहले आई सी नथिंग बट गॉड मु ईश्वर को बिना किछि देखी ना समस्ते ईश्वर जहाँ देखुच जड़ ठारू चेतन पर्यंत तुम्हें भी समस्ते भगवान कर अंश विशेष तुम्हें भगवान नुह भगवान कर अंश विशेष जमी समुद्र तार ढेउ ये समुद्र पानी फटका जमी घटाकाश आकाश जब घटाकाश भांगी जाओ मठिया जो आकाश भांगी देले से पुणी महाकाश सहित मिसीगला ग्लास पानी समुद्र पानी ग्लास से पानी समुद्र से पानी से अनंत जल राशि ये गोटे सीमित जल राशि किंतु से भी से पानी रामकृष्ण परमहंस कहले अग्नि तार दाहिका शक्ति से भली तुम्हें अंश विशेष तुम्हें सहित मिलन हेले तुम्हें परमात्मा परम ब्रह्म हम किंतु तुम्हें से जापर ना कहीं दुई रे बोध हुए एक रे बोध हुए नहीं जितेबाला पुणी तुम्हें ठार अलग हम तुम्हें पुणी लीला कर खेला कर तमर बोध हम मुझे शुद्धात्मा पवित्रात्मा तुम्हें आ त्रिगुण रज्जुरे बांधि रही तुम्हें परमात्मा अंश विशेष निजक आत्मा बोली भाविब समस्ते आत्मा बोली भाविब ए केतबले भाविब बाबा कथा प्रसंग उपस्थापना करदेले जितेबाला सहित तुम मिलन होइकी फेरिब केड़े सुंदर कथा से दिन तुम भितर अविद्या जीव तेणु आमर कथा रही जदि भगवान सबुठारे सबुठी सबु स्थान जड़ ठारू चेतन पर्यंत परिपूर्ण ही रही ताहले कहीं आमर दर्शन अनुभव होना कारणटा कौन कजटा कौन मु कहीं ध्यान करी कहीं दान करी कहीं जप करी कहीं सेवा करी तुम्हें कहीं भौतिक जगतर कथाटा जानिच कहीं पाठ पढ़ुची ना मु चाकरी करी कहीं चाकरी करूँ ना टंका रोजगार करी टंका रोजगार कले कौन हम ना बापा माँ को देवी आउ जगह किणवी बाहाबी ना बाहाबा कथाटा आग कह गाड़ी किणवी टे मजा मजलिस करी टे बुलिया को जीवी सोना किणवी धनतेरस दिन धन बढ़ कारण खोजी ना बिना कारण किए पाठ पढ़ी
ସେମିତି କାହିଁକି ଧ୍ୟାନ କରିବି ଆଗ ସେଇଟାକୁ ଭଲ କି ଜାଣ। ସେ ଟଙ୍କା ରୋଜଗାର କଲେ ଏତେ କାମ କରିବ ବୋଲି 16 ଘଣ୍ଟା 18 ଘଣ୍ଟା ପିଲା ବି ପାଠ ପଢୁଛନ୍ତି। ଆମେ ପିଲା ଆମ ପାଖରେ ଯୋଗାଯୋଗ ବି ରଖିଛନ୍ତି, ଏତେ ସମୟ ପାଠ ପଢୁଛନ୍ତି। ଆମେ ଭାବୁ ଏମାନଙ୍କୁ ଗୁରୁ କରିବାକୁ ପଡିବ। ଯଦି ଭୌତିକ ଜଗତ କର୍ମ ପାଇଁ ଏମାନେ ଏତେ ପ୍ରଚେଷ୍ଟା, ସବୁ କିଛି ବାପା ମାଙ୍କୁ ବି ଭୁଲି ଯାଉଛନ୍ତି, ଟେଲିଫୋନରେ କଥା ହେଇପାରୁନାହାନ୍ତି। ଆମେ ଯଦି ଏମିତି ଠାକୁର ଡାକତେ ନା, ସେ ତ ସବୁଠି ଅଛି, ପୁଣି ଡାକିବା କଣ? କି ଆଶ୍ଚର୍ଯ୍ୟ କଥା। ସେ ତ ଦେଖାହବ, ଦେଖାବା ଲୋକଙ୍କୁ ପୁଣି ଡକାଡକି କଣ? ସିଏ ତାଙ୍କୁ ନ ଦେଖି ପାରୁଛି, ସେ ଡାକୁଛି। ଡାକଟା ଡାକ ଭଳିଆ ହେଲେ ଶୁଣିବ, ଏ ଡାକଟା ଡାକ ଭଳିଆ ନ ହବ ସେ କଣ ଶୁଣିବ? ଲୋକ ଆମେ ଯାଉଛି, ଆମର ପରିଚୟ ଲୋକ, ଆମେ ତା ଗୋଟେ ଖରାପ ଭାଷାରେ ଡାକିଲେ, ତୁ ଆଇଲୁ ରେ, ସେ କଣ ଜମା ଶୁଣିବ? ଯଦି ପ୍ରେଷ୍ଟିଜିୟସ୍ ସହିତ କଣ ମୁଁ ଗୋଟେ ଏତେ ବଡ ଲୋକ, ମୋର ସ୍ଥିତି କେତେ, ସେ ମତେ ଏମିତି ଡାକୁଛି, ଶୁଣିବ? ସେ ଶୁଣିଲେ ମଧ୍ୟ ପଳେଇବ ନ ଶୁଣିଲା ଭଳି। ଭଗବାନ କେତେ ବଡ ତ କହି ହୁଏନି, ସବୁ କିଛି ଆଉ ଏଭ୍ରିଥିଙ୍ଗ। ଆଉ ତାଙ୍କୁ କେମିତି ଡାକିଲେ, କୋଉ ଭଳିଆ ଡାକିଲେ ସେ ଶୁଣିବେ? ସମସ୍ତେ ତ ଡାକୁଛନ୍ତି, କାହିଁ ସେ ଆସୁନାହାନ୍ତି? ସେ ସବୁ ସ୍ଥାନରେ ଅଛନ୍ତି, ଅନୁଭବ କଲେ, ଆପଣ ଡାକିବ କାହିଁକି? ଯଦି ଅନୁଭବ ନ କରିପାରିଲା, ଡାକିଲା, ଠିକ ଅଛି, ସେଇଟା ବି ଠିକ, କିଛି ଭୁଲ ନାହିଁ। ତାହେଲେ ଆସିଲା ନାହିଁ କାହିଁକି? ସେ ଖୋଳ ବାଡ଼େଇ ବାଡ଼େଇ ଖୋଳ ଫାଟିଯିବ, ଭାଙ୍ଗିଯିବ। ଗିନି ବଜେଇ ବଜେଇ ଗିନି ବି ଫୋପଡ଼ା ହେଇଯାଉଛି। ଇଏ ମନ ଦିନେ କହୁନି, ପ୍ରଭୁ ଏତେ 50 ହେଲା, 60 ହେଲା, କୁଆଡେ ସେ ଅଛି? ଯୋଉମାନେ ଖୋଜୁଛନ୍ତି ଟିକେ ଟିକେ ମିଛରେ ମିଛରେ, କାହିଁ ତ କିଛି ଅଂଶ କେହି ପାଇନାହାନ୍ତି। ଦିନ ଯାଏ ଦୁଃଖେ ସୁଖେ, ରାତି ଯାଏ ନିଦରେ, ମନ ନ ରହେ ପ୍ରଭୁ ତବ ଚରଣାର ବିନ୍ଦରେ। ଜଣେ ସାଧୁ କହିଲେ, ମୁଁ ଶୁଣିବୁ ଦେହ କଣ ହେଇଗଲା। ବଳିଆ ପଣ୍ଡାରେ ଜଣେ ସନ୍ଥ ଥିଲେ, ଅଭୟାନନ୍ଦ ବାବା ଆମେ ଯାଇଥିଲୁ, ସେ କହିଲେ କଥା ପଦେ କହିବେ ହସିବେ, ମାନେ କେତେ ମର୍ମକୁ ସେ ଭେଦିଥିଲେ। ଦିନ ଯାଏ ଦୁଃଖେ ସୁଖେ, ରାତି ଯାଏ ନିଦରେ, ମନ ନ ରହେ ପ୍ରଭୁ ତବ ଚରଣାର ବିନ୍ଦରେ। ସେ ଶାସ୍ତ୍ର କହୁଛି, ଗୁରୁମାନେ କହୁଛନ୍ତି, ଗୋଟିଏ ଗୋଟିଏ ମୁହୂର୍ତ୍ତକୁ ନଷ୍ଟ କର ନାହିଁ। ଇଚ୍ ମୁମେଣ୍ଟ ୟୁ ୱିଲ୍ ମେଡିଟେଟ୍। ପ୍ରତ୍ୟେକଟି ମୁହୂର୍ତ୍ତରେ ଆପଣ ଧ୍ୟାନ କରନ୍ତୁ, ଧ୍ୟାନ କରିବେ। ସେ କହୁଛି ଶୋଇଲା ବେଳେ ବି ତୁ ସମୟକୁ ନଷ୍ଟ କରନା, ଜପ କର, ହେଲେ ଧ୍ୟାନ କର। ଯାହା ଗୁରୁ ଟେକ୍ନିକ୍ ଦେଇଛନ୍ତି, ବେଡୁ ଗଲେ ବି ତୁ ସେଟା ଆପ୍ଲାଏ କର, ଖାଇଲା ବେଳେ ବି ଆପ୍ଲାଏ କର, ତୁ ଯାହା କରୁଛୁ ଆପ୍ଲାଏ କର। କରିଚାଲ କରିଚାଲ କର୍ମଣି ବାଧିକାରସ୍ତେ ମାଂ ଫଳେଷୁ କଦାଚନ। ଗଛ ଲଗେଇବୁ, ପାଣି ଦବୁ, ବାଡ଼ ବୁଝିବୁ, ସାର ଔଷଧ ଦବୁ, ଗଛ ନିଶ୍ଚିନ୍ତ ଫଳ ଦବ, ଫୁଲ ଦବ, ଫଳ ଦବ, ଛାଇରେ ବହୁ ଲୋକ ଆଶ୍ରୟ କରିବେ। ପ୍ରତ୍ୟେକଟି ମୁହୂର୍ତ୍ତର କର୍ମ ହିଁ ତୁମର ଭବିଷ୍ୟତ। ପ୍ରତ୍ୟେକଟି ମୁହୂର୍ତ୍ତର କର୍ମ ହିଁ, ଇଚ୍ ମୁମେଣ୍ଟ ଇଜ୍ ୟୁର ଫ୍ୟୁଚର। ପ୍ରତ୍ୟେକଟି ମୁହୂର୍ତ୍ତ ହିଁ ତମର ଭବିଷ୍ୟତ। ଆଜି ଯାହାର ଭବିଷ୍ୟତ ଉଜ୍ଜଳ ହେଇଛି, ଆଲୋକମୟ ହେଇଛି, ଭୌତିକ ଜଗତରେ ହଉ କି ଆଧ୍ୟାତ୍ମିକ ଜଗତରେ ହଉ, ସେ ପ୍ରତ୍ୟେକଟି ମୁହୂର୍ତ୍ତଟାକୁ ଠିକ ଭଲ ଭାବରେ କାଟିଛି। ପ୍ରତ୍ୟେକଟି ମୁହୂର୍ତ୍ତକୁ ସେ ଭଲ ଭାବରେ କାଟିଛି, ଭଲ ଭାବରେ ସତ୍ ବିନିଯୋଗ କରିଛି। କାଟିଛି କହିଲେ ଗୋଟେ ଗାଉଁଲି କଞ୍ଚା ଓଡ଼ିଆ। ସମସ୍ତେ ତ କହୁଛନ୍ତି ବାବା ଏତେ ସରଳ ଭାଷାରେ କଥା ଗୁଡ଼ିକ କହୁଛନ୍ତି। ସେ ସରଳ କଥା ପଚାରିଲା ବେଳକୁ ଯେଉଁମାନେ ଆମକୁ ସାକ୍ଷାତ କରି କିଛି ତାର ଉତ୍ତର ଦେଇପାରୁନାହାନ୍ତି, PhD ଷ୍ଟୁଡେଣ୍ଟ ବି ତାର ଉତ୍ତର ଦେଇପାରୁନାହାନ୍ତି। ଏରେ ସରଳ କାହାକୁ କୁହନ୍ତି ତାକୁ ବି କହିପାରୁନାହାନ୍ତି, ସରଳ କାହାକୁ କହନ୍ତି ତାକୁ ବି କହିପାରୁନାହାନ୍ତି। ତେଣୁ ଜଣେ ବ୍ୟକ୍ତି ସାରା ଭାରତ ପରିକ୍ରମା କରି କରି ରମଣ ମହର୍ଷି ଦେହ ତ୍ୟାଗ କଲେଣି। ସେ ଜଣେ ଭାରତ ବର୍ଷର ଉଚ୍ଚ କୋଟିର ସାଧକ। ତାଙ୍କୁ କଳି ଯୁଗର ବାଲ୍ମୀକି କୁହାଯାଏ। ସେ ଗୋଟେ ଗୁମ୍ଫାରେ 40 ବର୍ଷ ମୌନ ହେଇ ଧ୍ୟାନ କରୁଥିଲେ।
ପ୍ରକୃତ ସତ୍ୟଟା କ'ଣ? ଯେମିତି ବୁଦ୍ଧଦେବ 12 ବର୍ଷ ଅସ୍ୱସ୍ଥ ଗଛ ମୂଳରେ ଗଛର ବକଳ ପିନ୍ଧି ବସିଥିଲେ, ରାମକୃଷ୍ଣ 12 ବର୍ଷ ପଞ୍ଚବଟିରେ ବସିଥିଲେ, ପ୍ରତ୍ୟେକ ମୁନି ଋଷିମାନେ ଯେମିତି ବସୁଥିଲେ ନୀରବରେ, କାହାକୁ ଦେଖୁନଥିଲେ, କୌଣସି କର୍ମ କରୁନଥିଲେ, କେବଳ ଭଗବତ ଚେତନାରେ ରହି ସାଧନା କରି କରି ଚାଲିଥିଲେ। କ'ଣ ପାଇଁ? ମନରେ ପ୍ରଶ୍ନ ଉଠେ, ଯଦି ସବୁ ଜାଗାରେ ସବୁ ସ୍ଥାନରେ ସବୁଠି ଭଗବାନ ଅଛନ୍ତି, ତାହେଲେ କାହିଁକି ଦର୍ଶନ ଅନୁଭବ? ମନରେ ତ ଦର୍ଶନ ହବ, ମନରେ ତ ଅନୁଭବ ହବ ନା। ସେଥିଲାଗି ଶାସ୍ତ୍ରରେ ଲେଖା ଅଛି, ମନ ଏବ ମନୁଷାଣାଂ କାରଣଂ ବଧମୋକ୍ଷୟ। କ'ଣ ନା, ମନ ହେଉଛି ମନୁଷ୍ୟର ମୁଖ୍ୟ ବନ୍ଧନର ମୂଳ କାରଣ। ମାନେ ମାଇଣ୍ଡ ମାନେ ରୁଟ୍, ମାନେ ମୂଳ ହେଉଛି ଚିତ୍ତି ବନ୍ଧନ ମୁଖ୍ୟର ମୂଳ କାରଣ। ତେଣୁ ସେଥିଲାଗି ଭଗବାନ ଉଦ୍ଧବକୁ କହିଲେ, ମନ ତୋର ନିଜ ଗୁରୁ, ଉଦ୍ଧବ ତୁ କେତେ ପଛ। ଯେତେ ଉପଦେଶ ବାବା ଦେଲେଣି, ଏଥର 68 ଥର ପ୍ରାୟ ସତ୍ସଙ୍ଗ ହବ, 68 ଥର ଯେତେ ଉପଦେଶ ଦେଲେଣି, ଯଦି ଗୋଟିଏ ଦୁଇଟି ଉପଦେଶକୁ ଆପଣ ମାନିଥାନ୍ତେ, ଆପଣ ବି ମାନେ ଧର୍ମ ଜଗତର ଗ୍ରେଟ୍ ଗୋଟେ ଗୋଟେ ହିଁ ବାହାରିଥାନ୍ତେ। ଏପର୍ଯ୍ୟନ୍ତ ସାତ୍ତ୍ୱିକ ଜୀବନ କଟା ହେଇପାରିଲାନି, ସାତ୍ତ୍ୱିକ ଜୀବନ କଟା ହେଇପାରିଲାନି, ପୁଣି ବିଶୁଦ୍ଧ ସାତ୍ତ୍ୱିକ ଜୀବନ। ଛୁଞ୍ଚି ପଶା କେତେ ସରୁ, ସୂତା କେତେ ସରୁ, ଯଦି ସୂତାରେ ଟିକେ ସାମାନ୍ୟ ଅଂଶ ରହିବ, ସେ ପଶାରେ ବସିବନି। ଭଗବତ ପ୍ରାପ୍ତି ହେବାକୁ ହେଲେ ମନରେ ଲେଶ ମାତ୍ର, ଲେଶଟା କେତେ, ଯଦି ବାସନା କାମନା ଥିବ, ସେ ପଶିବ ନାହିଁ, ଭଗବାନଙ୍କୁ ଉପଲବ୍ଧି ଅନୁଭବ କରିପାରିବ ନାହିଁ, ସେ ଧ୍ୱଂସ କରିଦେବ ତମକୁ। ଦେଖୁନାହାନ୍ତି, ଭୀମ ଯେତେ ଖୋଜି ଶାମ୍ବକୁ ନାରୀ ବେଶ କରି ପଦରେ ଲୌହ ପାତ୍ର ଭରି, ସେ ଲୌହ ମୁଷଳ ମିଛରେ ଖେଳୁ ଖେଳୁ ଭଗବାନଙ୍କ ପୁତ୍ରଗଣ ମୁନି ଋଷିମାନଙ୍କୁ ପଚାରିଲେ, ତାକୁ ଭୀମ ଘଷି ଘଷି ଘଷିଲେ, ମାନେ ଟିକେ ନାକୁ ରହିଲା, ଲେଶ ମାତ୍ରେ ଫୋପାଡ଼ି ଦେଲା। କହିଲା, ଇଏ କ'ଣ ଆଉ ଇଏ କରି ବଂଶ ନାଶ କରିବ? ସେକୁ ମାଛ ଗିଳିଲା, ଯାହାର ଶବର ତୀର କଲା, ଯାଦବ ବଂଶ ଭଗବାନ ବି ସେଇଥିରେ ଗଲେ। ଟିକେ ଯଦି ବାସନା ରହିବ, ଟିକେ ଯଦି କାମନା ରହିବ, ସେ ପ୍ରାପ୍ତି ହେବ। ତେଣୁ ସେ ବ୍ୟକ୍ତି କ'ଣ କଲେ, ସାରା ଭାରତ ବୁଲି ବୁଲି କୌଣସି ଜାଗାରେ ତୃଷ୍ଣା ମେଣ୍ଟିଲା ନାହିଁ। ବିଭିନ୍ନ ସାଧୁ, କିଏ କହିଲା ଜ୍ୟୋତି ଦେଖ, କିଏ କହିଲା ସାଉଣ୍ଡ ଶୁଣ, କିଏ କହିଲା ଲାଇଟ୍ ଦେଖ, ସେ ଲାଇଟ୍ ଅର୍ଥ ଜ୍ୟୋତି, କିଏ କହିଲା ରୂପ ଦେଖ, କିଏ କହିଲା ଭଜନ କୀର୍ତ୍ତନ କର, କିଏ କହିଲା ରାଧେ ରାଧେ କହ, କିଏ କହିଲା କୃଷ୍ଣ କୃଷ୍ଣ କହ, କିନ୍ତୁ ଅନ୍ଧ ମାନେ ହାତୀ ଦେଖିଲା ସଦୃଶ, କିଏ କହିଲା ରାମ ରାମ କହ, କିଏ କହିଲା ଗୁରୁ ଗୁରୁ କହ, କିଏ କହିଲା ମା ମା କହ। କାହାକୁ ତ ବାବା କ୍ରିଟିସାଇଜ କମେଣ୍ଟ କରୁନାହାନ୍ତି, ଯାହାକୁ ଯେମିତି ଭଗବାନ ଜଣେଇଛନ୍ତି ସେ ସେମିତି କହିଛନ୍ତି। ଥରେ ରାମକୃଷ୍ଣ ପରମହଂସଙ୍କୁ ପଚରାଗଲା, ଏ ବିଶ୍ୱରେ କେତେ ଜଣ ପ୍ରକୃତ ବ୍ରହ୍ମଜ୍ଞାନୀ ଅଛନ୍ତି? ଠାକୁର ସେତେବେଳେ ଟାଇମରେ କହିଲେ 2-3 ଜଣ ଥାଇପାରନ୍ତି। 200 ବର୍ଷର କଥା, 2-3 ଜଣ ଥାଇପାରନ୍ତି। ଆପଣ ନିଜକୁ ଦେଖୁନାହାନ୍ତି, ଏତେ ବର୍ଷ ଦୀକ୍ଷା ନେଲେ ସତ କଥା କହିଲେ, ସମ୍ପୂର୍ଣ୍ଣ ସତ। ଏତେ ବର୍ଷ ଦୀକ୍ଷା ନେଲେଣି, ଭଗବାନ ସବୁ କିଛି ତାଙ୍କ କୃପା ହେଲେ ଅସମ୍ଭବ ସମ୍ଭବ ହୁଏ। ସେ ହିଁ ରକ୍ଷକ, ସେ ହିଁ ଦାତା, ସେ ହିଁ ଭୋକ୍ତା, ସେ ହିଁ ମାରକ, ସେ ହିଁ ସବୁ କିଛି। କହିଲେ ବହୁତ ସମୟ ଲାଗିବ, ସେ ହିଁ ସବୁ କିଛି। ବୋଧ ହେଲାଣି ଏଇ ଜନ୍ମରେ ମୁଁ ସାତ୍ତ୍ୱିକ ଜୀବନ କାଟିବି, ବୋଧ ହେଲାଣି ସାତ୍ତ୍ୱିକ ଖାଦ୍ୟ ଖାଇବି, ବୋଧ ହେଲାଣି ଏ ଜୀବନଟାକୁ ମୁଁ ସେବାମୟ କରିବି, ପ୍ରଭୁଙ୍କ ସେବାରେ ଆଗ ଲାଗିବା ପୂର୍ବରୁ କହିଲେ ଆଗ ଭଗବାନଙ୍କର ସେବା,
ଭଗବାନଙ୍କର ପୂଜା ଧ୍ୟାନ ଜପ ନିଜର ଉଦ୍ଧାର ହେଲା ପରେ ଜଗତର ଉଦ୍ଧାର କେମିତି କରିବ ସେ କଥା ସିଏ କହିବ। ବାପାଙ୍କ ନିର୍ଦ୍ଦେଶ ଯାହା ହବ ତାହା କରିବା ନା। ଆଉ ମନ ଏ କଥା ବୁଝିଲାଣି? ମନରେ କେବେ ଜିଦ୍ଦି ଆସିଲାଣି ନା ମୁଁ ଏ ଜୀବନଟା ଭଗବାନ ପାଇଁ ଦେଇଦେବି, ଏ ଜୀବନଟା ତ ତାଙ୍କର ଜୀବନଟା ମୁଁ ଅହଙ୍କାରରେ ମୋର ବୋଲି କହୁଛି, ମୁଁ ତାଙ୍କ ପାଇଁ ଦେଇଦେବି। ଯାହାକୁ ଦେଖୁଛି ତାଙ୍କୁ ଦେଖୁଛି ବୋଧ ହେଲାଣି, ଯାହାକୁ ଦେଲି ତାଙ୍କୁ ଦେଲି ବୋଲି ବୋଧ ହେଲାଣି, ଯାହାକୁ କହୁଛି ତାଙ୍କୁ ହିଁ କଥା କହୁଛି ବୋଲି ବୋଧ ହେଲାଣି। ଦେଖନ୍ତୁ କେତେ ଭିନ୍ନ, ସବୁ କଥା ଜାଣିଲା ପରେ କେତେ ଭିନ୍ନ ଭିନ୍ନ ବୋଧ ହଉଛି। ତେଣୁ ଶାସ୍ତ୍ରରେ ଲେଖା ହେଇଛି ବହୁ ସମୟ କହୁ ଅଭେଦ ବ୍ରହ୍ମଜ୍ଞାନ ଭେଦ ଜ୍ଞାନ। ଅଭେଦ ବ୍ରହ୍ମଜ୍ଞାନ କେବେ ଆସିବ ଏ ଜନ୍ମରେ? ଆମେ ସମସ୍ତେ ଏକ ଜଣେ। ଯେମିତି ବେଲାଳସେନ ମହାଭାରତ ଯୁଦ୍ଧରେ ଦେଖିଲା, ଗୋଟେ ଖମ୍ବ ଉପରେ ବସିଥିଲା, ସେ ଦେଖିଲା ଯେ ଖାଲି ଗୋଟିଏ ଚକ୍ର ସବୁ କରିଛି, ନା କୌରବ ଗଣ ନା ପାଣ୍ଡବ ଗଣ କେହି କରିନାହାନ୍ତି। ଯାହାକୁ ଥାର୍ଡ କ୍ରିୟାରେ କ୍ରିୟା ଯୋଗ ପରମ୍ପରାରେ କୁହାଯାଏ। ଯଦି ଥାର୍ଡ କ୍ରିୟା କରିବ ତୁମେ ଅନୁଭବ କରିବ ବିଶ୍ୱରେ ହିଁ ଗୋଟିଏ ଶକ୍ତି ବା ପରମାତ୍ମା ପରମ ବ୍ରହ୍ମ ହିଁ ସବୁ କରୁଛନ୍ତି, କରାଉଛନ୍ତି। ବହୁତ ପଜିଟିଭ ଆଣ୍ଡ ନେଗେଟିଭ। ନେଗେଟିଭ ନାହିଁ, ସବୁ ପଜିଟିଭ। ଭଗବାନ କଣ ନେଗେଟିଭ କରନ୍ତି? କଥା କହିବାରେ ଭୁଲ। ତାହାର ପୁଣି ଉଚ୍ଚତର କ୍ରିୟା ହବ। ଷଡ଼ଚକ୍ର ଯାହାର ଭେଦ ହବ, ଷଡ଼ଚକ୍ର ଯାହାର ଭେଦ ହବ ସେ କଥା ବୁଝିପାରିବ। ଆଜି ଜଣେ କହୁଥିଲେ କଥା ମୁଁ ଶୁଣୁଥିଲି, ସେ କହିଲେ କୌଣସି ସମ୍ପ୍ରଦାୟରେ ଷଡ଼ଚକ୍ର ଭେଦ କଥା କୁହାହେଇନାହିଁ, କେବଳ ମୁନି ସମାଜରେ ଷଡ଼ଚକ୍ର ଭେଦ କଥା କୁହାହେଇଛି। ତୁମେ କେମିତି ଜାଣିଲ ଯେ କୋଉ ସମ୍ପ୍ରଦାୟରେ ଷଡ଼ଚକ୍ର ଭେଦ କଥା କୁହାହେଇଛି କି କୁହାହେଇନାହିଁ? ତୁମେ କେମିତି ଜାଣିଲ? ତୁମେ କ'ଣ ଯେମିତି ବିବେକାନନ୍ଦ କହିଲେ ଗୋଟିଏ କଥା ରହିଗଲା, ସେ କୁହାହବ। ଆମେରିକାରେ କହିଲେ ତୁମେ ମାନେ କେବେ ଗୀତା ଭାଗବତ ବେଦ ବେଦାନ୍ତ ଉପନିଷଦ ପାଠ କରିଛ କି? ତୁମେ ଖାଲି ବାଇବେଲଟା ପଢିଛ, ସବୁ ଧର୍ମଗ୍ରନ୍ଥ ପଢିଛ? ତୁମେ କୋର ବେଙ୍ଗ? ତୁମେ ସମୁଦ୍ର ବେଙ୍ଗ ସହିତ କେବେ ସାକ୍ଷାତ କରିଛ? କୋଉ ବେଙ୍ଗଟା ସମୁଦ୍ର ବେଙ୍ଗ ସହିତ ସାକ୍ଷାତ କରିଛି? ଯେତେବେଳେ ସମୁଦ୍ର ବେଙ୍ଗ ଆସି କୋଉ ବେଙ୍ଗ ପାଖରେ ପହଞ୍ଚିଲା, ଭାଇ କୋଉଠି ଥିଲୁ? ନା ସମୁଦ୍ରରେ ଥିଲେ। ଆରେ ଭାଇ ସେ କେତେ ବଡ଼, ସେ କ'ଣ କହିହବ, ବ୍ୟକ୍ତ କରିହବ? ସେ ବୁଲିଲା, ଲମ୍ପ ପ୍ରଦାନ ଦେଲା, କୁଅ ଭିତରେ ଡେଇଁଲା, ଫୁଲିଲା, ଏତେ ବଡ଼? ନାଇଁ ସେ କିଛି କହିହବନି। ତାର ତ ଆଦି ଅନ୍ତ ନାହିଁ। ଆଉ କିଏ ତାର ଆରମ୍ଭ କୋଉଠି, ମୂଳ କୋଉଠି, ଶେଷ କୋଉଠି, କିଏ କହିବ? ସେ କଥା କୋରାନରେ ଲେଖା ନାହିଁ, ସେ କଥା ବାଇବେଲରେ ଲେଖା ନାହିଁ। କାହିଁକି ନା କୋରାନକୁ କିଏ ଜଣେ ଲେଖିଛି, ବାଇବେଲକୁ ଜଣେ କିଏ ଲେଖିଛି। ଆମେ ସମାଲୋଚନା କରୁନୁ କୋରାନ ବାଇବେଲକୁ କି ଖ୍ରୀଷ୍ଟିଆନ ମୁସଲିମ କି, ସମସ୍ତେ ଭଗବାନଙ୍କର ସୃଷ୍ଟି, ସମସ୍ତେ ଭଗବାନଙ୍କର ସନ୍ତାନ। ଭଗବାନ ଯେମିତି ଯୋଉଠି ନିର୍ଦ୍ଦେଶ ଦେଇଛନ୍ତି ସେମିତି କାମ ହେଇଛି। କିନ୍ତୁ ଯୋଉ ବେଦ ଉପନିଷଦ, ଆକୁ ଗୀତା ଭାଗବତ ସବୁ ଭଗବାନ ନିଜେ କହିଛନ୍ତି ଅବତାର। ବେଦଟା ଲୋକ ମାନେ ଉଚ୍ଚକୋଟୀର ସାଧକଙ୍କୁ ଦୃଶ୍ୟ ହେଇଛି, ମୁନି ଋଷିଙ୍କୁ ଦୃଶ୍ୟ ହେଇଛି। ଶବ୍ଦ ଶୁଣିଛନ୍ତି, ସେମାନେ ଲେଖିଛନ୍ତି। ତେଣୁ ଯଦି ଭଗବାନ ସର୍ବତ୍ର ବିଦ୍ୟମାନ, ତାହେଲେ କାହିଁକି ଦର୍ଶନ ଅନୁଭବ ହଉ? ତାପରେ ସେ ସାଧୁ ଜଣକ ସବୁ ଜାଗାରେ ବୁଲି ବୁଲି ସେ କ'ଣ କଲେ ନା ରମଣ ମହର୍ଷିଙ୍କ ପାଖରେ ପହଞ୍ଚିଲେ। ସେଇଭଳି ତୁମ ପ୍ରକୃତ ଜ୍ଞାନ ହେଲା ପରେ ତୁମେ ଜାଣିବ ଯେ ତୁମେ କେତେ ତଳେ ଅଛ, କେତେ ଛୋଟ ଅବସ୍ଥା। ସତରେ କ'ଣ ଏ ଜନ୍ମରେ ଏ ମନ ଶୁଦ୍ଧି ପବିତ୍ର ହେଇଯିବ, ଏ ହୃଦୟ ନିର୍ମଳ ହେଇଯିବ, ଏ ହୃଦୟରେ କାହା ପ୍ରତି ଲାଇକ୍ ଡିସଲାଇକ୍ ରହିବନି, ଯାକ
କୁହାଯାଏ କ'ଣ ଅବିଦ୍ୟା ରାଗ ଦେଶ ସତରେ କ'ଣ ରହିବ ନାହିଁ। ସେ ଯିଏ ମୁଁ ସେ ମୁଁ ଯେ ସେ ଏ ବୋଧଟା କ'ଣ ହବ? ସତରେ ଦେଖନ୍ତୁ କାହା ପ୍ରତି ଆପଣ ଖରାପ ଭାବିଲେ ସେ ଖରାପ ହେଇଥାଉ କି ଭଲ ହେଇଥାଉ, ଯେତେବେଳେ ତୁମେ ଚିନ୍ତା କରିଦେଲ ତୁମର ସେତେବେଳେ କ'ଣ ହେଲା? ତୁମେ ନଷ୍ଟ ହେଇଗଲ। ସେ ତାର ଯାହା ହେଇଥାଉ, ଯଦି ଭଲ ଭାବିଲ ତମ ଭିତରେ କେତେ ଆନନ୍ଦର ସ୍ଫୁରଣ ହେଲା। ଏକଥା ବି ଆମେ ଏପର୍ଯ୍ୟନ୍ତ କନସିୟସନେସ୍ ଆମର ଆସିନି। ତା କର୍ମଫଳକୁ ସିଏ ଭୋଗିବ, ତା କର୍ମଫଳ ପାଇଁ ମୁଁ ବି ଦାୟୀ, ମୁଁ ବି ଭୋଗିବି ନାହିଁ। କିନ୍ତୁ ଜାଣିଲା ପରେ ବି ଆମର ତା ପ୍ରତି ଲାଇକ୍ ଡିସଲାଇକ୍ ରହୁଛି। କେତେ ବଡ଼ କଥା। ମୁଁ ଯଦି ସମସ୍ତଙ୍କୁ ଭଲ ପାଇବି, ସମସ୍ତଙ୍କୁ ଭଗବାନ ବୋଲି ଭାବିବି, ତାହେଲେ କାହାରି ଦୋଷ ମୋତେ ଦେଖାଯିବ ନାହିଁ, କେହି ଖରାପ ବୋଲି ବୋଧ ହବ ନାହିଁ। କେତେ ଆନନ୍ଦ ଲାଗିବ। ଏସବୁ ମନ ଜଗତର କଥା, ମାନସିକ ସ୍ତରର ଗୋଟେ ଗ୍ରେଟ୍ ଚେଞ୍ଜ। ତେଣୁ ଆମେ ଯେଉଁ କ୍ରିୟା ଅଭ୍ୟାସ କରୁଛେ, ଜପ କରୁଛେ, ଧ୍ୟାନ କରୁଛେ, ସାଧୁସଙ୍ଗ କରୁଛେ, ଦାନ କରୁଛେ, ସେବା କରୁଛେ, କେବଳ ମନକୁ ଶୁଦ୍ଧି ନିର୍ମଳ ପବିତ୍ର କରିବା ପାଇଁ, ଭଗବାନଙ୍କ ଦର୍ଶନ। ଇଏ ତ ମନ ଶୁଦ୍ଧି ନିର୍ମଳ ହେଲେ ଜକ ଜକ ହେଇ ତୋରି ଦେହରେ ଦେଖ ଦିଶୁଅଛି ଜକ ଜକ, ହେତୁ ନ କରିଣ ମୂଢ଼ ଦିନେ ତୁ ଯିବୁ ଯମ ଭୁବନ। ଯମ ଭୁବନ ଯିବୁ, ବିଷ୍ଣୁ ଭୁବନ ଯାଇପାରିବୁ ନାହିଁ। ଯଦି ନ ଦେଖିବୁ ଯମ ଭୁବନ ଯିବୁ। ଯମ ଶବ୍ଦର ତ ବ୍ୟାଖ୍ୟା କଲେ ଦୁଃଖ ଯନ୍ତ୍ରଣା କଷ୍ଟରେ ତୁ ଦିନ କାଟିବୁ। ତୋରି ଦେହରେ ଦେଖ ଦିଶୁଅଛି ଜକ ଜକ, ହେତୁ ନ କରିଣ ମୂଢ଼। ହେତୁ କରୁନି, ହେତୁର ସୂତ୍ର ଥରେ ବାବା କହୁଥିଲେ, କହିଲେ ନାହିଁ। ସାଧନା କରାଯାଉଛି ହେତୁ ଅବସ୍ଥା ସେବା, ଯାହାକୁ ଇଂଲିଶରେ କୁହାଯାଉଛି କନସିୟସନେସ୍, ବି ଆୱାରନେସ୍ ଅଲୱେଜ୍। ପ୍ରତ୍ୟେକଟି ମୁହୂର୍ତ୍ତ ହିଁ ତୁମର ଭବିଷ୍ୟତ, ବର୍ତ୍ତମାନଟା ହିଁ ତୁମର ଭବିଷ୍ୟତ। ସେ ଲାଗି କୁହାଯାଏ ୟୁର ଡେଷ୍ଟିନ୍ ଇଜ୍ ଇନ୍ ୟୁର ହ୍ୟାଣ୍ଡ, ୟୁ ଡିସାଇଡ୍ ୟୁର ଲକ୍। ଯାହା କରିବ ତାହା ପାଇବ। ତେଣୁ ସେ କ'ଣ କଲେ? ମହର୍ଷିଙ୍କ ପାଖରେ ଯାଇ ପହଞ୍ଚିଲେ, ଏଇଠି ମୋର ତୃଷ୍ଣା ମେଣ୍ଟିବ। ଗୋଟିଏ ମାସ ରହିଲେ। ମହର୍ଷି କିଛି କହିଲେ ନାହିଁ। ମହର୍ଷି କଥା ହୁଅନ୍ତି ନାହିଁ, ତାଙ୍କ ଆସନରେ ବସନ୍ତି। ଦେଶ ବିଦେଶରୁ ବହୁ ଲୋକ ତାଙ୍କୁ ଦର୍ଶନ କରିବାକୁ ଆସନ୍ତି। ଆମ କ୍ରିୟା ଯୋଗ ପରମ୍ପରାର ପରମହଂସ ଯୋଗାନନ୍ଦ ତାଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ତେଣୁ ସୁନ୍ଦର ଶାଲଟି ନେଇ ଯାଇଥିଲେ, ତାଙ୍କୁ ଦେଲେ। କଥୋପକଥନ କିଛି ତ ସେ ହୁଅନ୍ତି ନାହିଁ। ସୋଠୁ କହିଲେ ଏଇ ବୁଢ଼ାଟା ବସୁଛି କୋଉ କୁଣ୍ଡି ମାରିକି, ଗୋଡ଼ ହାତ ଲମ୍ବେଇକି। ମହର୍ଷିଙ୍କର ଆଖିର ପଲକ ପଡ଼େ ନାହିଁ। କାହିଁକି ଆଖିର ପଲକ ପଡ଼େ ନାହିଁ? କ୍ୱଚିତ ପଡ଼େ। ଯାହାର ଶ୍ୱାସ ପ୍ରଶ୍ୱାସ ଯେତେ ଶୀଘ୍ର ପ୍ରବାହିତ ହୁଏ, ତାର ଘନ ଘନ ପଲକ ପଡ଼େ। ଯାହାର ଶ୍ୱାସ ପ୍ରଶ୍ୱାସ ଯେତେ କ୍ଷୀଣ ହବ, ତାର ପଲକଟା ଏତେ ଜମା ତ ପଡ଼ିବନି। ବହୁତ ସମୟ ପରେ ଗୋଟିଏ ପଡ଼ିବ। ତେଣୁ ମହର୍ଷି ସେମିତି ଚାହିଁକି ବସନ୍ତି। ଗୋଟେ ମିନିଟରେ ଆମର 15 ଥର ଶ୍ୱାସ ପ୍ରଶ୍ୱାସ ପ୍ରବାହିତ ହେଉଛି। ଯଦି ଆମେ ସାଧନା କରିବା, ଶ୍ୱାସ ପ୍ରଶ୍ୱାସରେ ମନକୁ ରଖିବା, ଦେଖିବେ ଗୋଟେ ମିନିଟରେ 3 ଥର ଯିବ, 2 ଥର ଯିବ, ଥରେ ଯିବ। ଏମିତି 8-10 ମିନିଟ୍, 15 ମିନିଟ୍ରେ ଥରେ ଯାଇପାରେ, ନ ଯାଇପାରେ। ଏମିତି ସାଧନା ଅଛି। 21,600 ଥର ହଂସ ଖେଳିବାକୁ ସେ କେତେ ଥର 500-600 ଥରକୁ ଯଦି ଆସିପାରିଲା, ମହାପୁରୁଷ। ସେ ଲାଗି ଅଚ୍ୟୁତାନନ୍ଦ ପ୍ରତ୍ୟେକ ଶାସ୍ତ୍ର ଲେଖା ହେଇଛି, ବାଇ ମନ ହୋ ବସେଇ ହଂସକୁ ଖେଳା, ହଂସ ଉଡ଼ିଗଲେ ବୁଡ଼ିବ ବେଳା। ମୁଁ ଭାବୁଛି ଏଠୁ ଦୀକ୍ଷା ନେବି, ସେଠୁ ଯାଇ ଦୀକ୍ଷା ନେବି, ସେଠୁ ଯାଇ ଦୀକ୍ଷା ନେବି, ସେଠୁ ଯାଇ ଦୀକ୍ଷା ନେବି। ନାନା ଭାବେ ମନୋଜସ୍ୟ ତସ୍ୟ ମୋକ୍ଷ ନ ବିଦ୍ୟତେ।
नाना आड़े मन रखिले से किछि मिलबेनि पाठ गोटे जदि एबे यूके जीवा पाठ पढ़िया भारत जो पाठ 2 गुणन 2 4 यूके कौन पढ़ा हम 3 ठंडा देश इंग्लिश रे कथबार्ता पढ़ा हम a+b होल स्क्वायर कौन आउ गोटे पढ़ा हम a² + b² + 2ab ना कौन बा ये भाई हमारा मन नहीं गोटे पाठ पढ़ा हम इठी कौन इंग्लिश रे जदि राइस कहब चाउल को सेठी कौन आउ गोटे कथा कहब केबे कहब नहीं अज्ञानता अज्ञानता जीव सहज तांको कृपा निजर साधना केबे अज्ञान कौन अज्ञानता ना मु जने व्यक्ति मु जने जीव मु जने पर्सन मु जने पुरुष मु जने स्त्री मु जने एजुकेटेड कि मु जने रिच पर्सन मु जने टैलेंट मु जने स्कॉलर एटा होछ अज्ञानता कौन ज्ञान ना मु से आत्मा किछि आ नेगेटिव आसीबनी जहाँ भाभी दियो मोनी सीए मोनी आईएएस मोनी ओएस बापा केते अज्ञानता माड़ी आसो जे तार ठीक आ ठिकना ना जदि तुम भाव मु आत्मा ओ अज्ञानता आसब कहल भल भाव आपण चिंता करी देखंतु कौन सी नेगेटिव आसब ना आत्मा भाविले कौन आसब किछि आसब देखंतु गोटे कथा एपर्यंत विषय वस्तु मान जो कथार सबु जगह जदि भगवान अछंती तेले दर्शन अनुभव कौन पाई हो किछि से कथा आसी पारु नहीं से महर्षि पाखे बसिले सब समस्ते चाहे बसी था महर्षि कौन कहे महर्षि केवल अष्टम जाए पाठ पढ़ी गोटे बड़ भाई चटकणार ज्योमेट्री पढ़ाला ना से भाई की पचारे जीवन रे ज्योमेट्री कौन काम आस गोटे चटकणा से पकड़े से राति महर्षि घर छाड़देले छाड़ू समय पढ़े जाने भारी इच्छा हुए से अरुणाचल पहाड़ को जाई महर्षि समाधि मंदिर रे मुंडियाटे मारिक आसपर एमती गोटे मस अतिबाहित होगा महर्षि अल्प कथा कहती चुपचाप सब बसी था सारा वर्ल्ड लोक आसुता दर्शन करने जमी जगन्नाथ को देवादेवी लोक दर्शन करने आसुँच ठाकुर हेले से अवस्था हुए ठाकुर केतबले हम जिते श्वास कुंभक हम सब बड़े कुंभक ही रहा आज शेष प्रणाम मारिकी मुंडिया मारिकी पलैबा इठी भी तृष्णा मेटिला ना तापरे जेमती मुंडिया मारी उठी महर्षि तमिल भाषा रे कहले ट्रांसलेटर था इंग्लिश रे कथा कहवाई हिंदी रे तुम्हें भगवान को दर्शन करने भारत परिक्रमा करुच ना हाँ तुम भगवत दर्शन उपलब्धि है ही नहीं आज्ञा तुम्हें नीचे भगवान यू आर गॉड टू फील इमीडिएटली तुम्हें अनुभव करो तुम्हें भगवान भगवान को खोजुच कौन से को लुचि एवरीथिंग इज गॉड एवरीवन इज गॉड यू आर गॉड टू फील से बसी पड़े महर्षि चाहिए दिव्य दृष्टि तापर अनुभव है मो से आत्मा मो से भगवान ये कथा को भल भाव व्यक्त करी होनी ये भाव आसे तापरे से सबू छाड़ी जाठार सन्यास दीक्षा नहीं आश्रम सेवार जीवन टाक अतिबाहित करदे पदे कथा
ତେଣୁ ପଦକେ ନିସ୍ତରିମି ମୁହିଁ ଏତେ ଭଜନ କାହିଁ ପାଇଁ। ଯିଏ ପଦକରେ ହବ ତା ପାଇଁ ଶାସ୍ତ୍ରର ଆଲୋଚନା ଆବଶ୍ୟକତା କ'ଣ ଅଛି। ତେଣୁ କେଡ଼େ ସୁନ୍ଦର କଥା, ସତ୍ୟ କଥା। ଯେ ପର୍ଯ୍ୟନ୍ତ ମନ ପ୍ରତ୍ୟେକ ଧର୍ମ କହିଲେ ଭୁଲ ହବ। ଗୋଟିଏ ଧର୍ମ, ସେ ହିନ୍ଦୁମାନଙ୍କର ହୁଅନ୍ତୁ, ମୁସଲମାନ ହୁଅନ୍ତୁ, ଖ୍ରୀଷ୍ଟିଆନ ହୁଅନ୍ତୁ, କିଏ ମସଜିଦ କି ଯାଆନ୍ତୁ, କିଏ ଚର୍ଚ୍ଚକୁ ଯାଆନ୍ତୁ, କିଏ ଦେଉଳକୁ ଯାଆନ୍ତୁ ବା ମନ୍ଦିର ଯାଆନ୍ତୁ, କିଏ କୋରାନ ପାଠ କରୁ, କିଏ ଗୀତା ପାଠ କରୁ, କିଏ ଭାଗବତ ପାଠ କରୁ, କିଏ ବେଦ ବେଦାନ୍ତ ପାଠ କରୁ, ଏ ସମସ୍ତ ସାଧନା କରୁ, ଗେରୁଆ ପିନ୍ଧୁ, ଦାଢ଼ି ଜଟା କୌପୁନି ରଖୁ, ଯାହା କରୁଛି କରୁ, ସବୁରି ମୂଳରେ ଗୋଟିଏ କଥା ହେଉଛି ମଣିଷର ମନ କେମିତି ଶୁଦ୍ଧି ପବିତ୍ର ହବ। ତାକୁ ଭଲ ଭାଷାରେ କହିଲେ ପ୍ରତ୍ୟେକ ଧର୍ମ ନୁହେଁ, ପ୍ରତ୍ୟେକ ସମ୍ପ୍ରଦାୟର ଗୋଟିଏ ଲକ୍ଷ୍ୟ ଚିତ୍ତ ଶୁଦ୍ଧି କେମିତି ହବ। ଚିତ୍ତ ଶୁଦ୍ଧି କେମିତି ହବ। ଯାହାକୁ ମନ ତାହାକୁ ମଧ୍ୟ ଚିତ୍ତ କୁହାଯାଏ। ହାୟର ଷ୍ଟେଜଟା ହେଉଛି ଚିତ୍ତ। ଚାରିଟା ସୋପାନ, ମନ, ମନ ପରେ ବୁଦ୍ଧି, ବୁଦ୍ଧି ପରେ ଅହଙ୍କାର, ଅହଙ୍କାର ପରେ ଚିତ୍ତ। ଏ ଚିତ୍ତ ଶୁଦ୍ଧି କେମିତି ହବ? ଯଦି ଯାହାର ଚିତ୍ତ ଶୁଦ୍ଧି ହେଇଯିବ ତାର ପ୍ରତ୍ୟେକ ଜାଗାରେ, ପ୍ରତ୍ୟେକ ସ୍ଥାନରେ, ପ୍ରତ୍ୟେକ ବସ୍ତୁରେ, ପ୍ରତ୍ୟେକ ଠାରେ, ଯେମିତି ପ୍ରହ୍ଲାଦ ଦେଖୁଥିଲେ, ଚୈତନ୍ୟ ଦେଖୁଥିଲେ, ମୀରା ଦେଖୁଥିଲେ, ସମସ୍ତେ ଯେମିତି ଦାସିଆ ବାବୁ ଦେଖୁଥିଲା। ଆରେ ମାଣ୍ଡିଆ ଯାଉ ଉପରେ ଶାଗ ଥୁଆ ହେଲା, ସେ କି ଚକା ଆଖି, କ'ଣ କାହାର ବୋଧ ହେଲା? ତାର ବୋଧ ହେଲା ନା। ଚିତ୍ତ ଶୁଦ୍ଧି ହେଇଥିଲା ବୋଲି ଦେଖାଗଲା ସବୁଠି ଚକା ଆଖି। ତେଣୁ ହିନ୍ଦୁ ଧର୍ମର, ହିନ୍ଦୁ ଭୁଲ ହେଲା ପ୍ରତ୍ୟେକ ସମ୍ପ୍ରଦାୟର ଗୋଟିଏ କଥା, ଯାହା କରାଯାଉଛି ମନକୁ ଶୁଦ୍ଧି, ନିର୍ମଳ, ପବିତ୍ର କରିବା ପାଇଁ। ତେଣୁ ଭାଗବତରେ ଗୋଟେ କଥା ଲେଖା ଅଛି, କ'ଣ ନା ଜୀବର ବଧ୍ୟ ମୁଖ୍ୟ ବେନି, ବିଚାର ଯେତେ ଶାସ୍ତ୍ର ଜ୍ଞାନୀ, କେବେ ନ ପାଇଲେ ତା ଅନ୍ତ, ଏଣୁ ସେ ବୋଲାନ୍ତି ଅନନ୍ତ। କ'ଣ କଲେ ଜୀବ ବନ୍ଧନରେ ପଡ଼େ, କ'ଣ କଲେ ଜୀବ ମୁଖ୍ୟ ହେଇଯାଏ। ଯେପର୍ଯ୍ୟନ୍ତ ମନ ଶୁଦ୍ଧି, ନିର୍ମଳ, ପବିତ୍ର ହେଇନାହିଁ, ଯେତେ ବଡ଼ ସାଧୁ ହୁଅ, ସନ୍ଥ ହୁଅ, ମହାପୁରୁଷ ହୁଅ, ଯେତେ ସ୍ପିଚ୍ ଦିଅ, ଜ୍ଞାନର ଅଧିକାରୀ ହୁଅ, ଯେତେ ବହି ଲେଖ, ତମ ଭିତରେ ଯେତେବେଳେ ସମସ୍ତେ ଏକ ତମର ବୋଧ ହେଉନାହିଁ, ତମର କିଛି ହେଇନାହିଁ। ଏସବୁ ଅନିତ୍ୟ କଥା ଲାଭ କରିଛ, ମିଥ୍ୟା କଥା ଲାଭ କରିଛ, ପ୍ରାଚୁର୍ଯ୍ୟ ଲାଭ କରିଛ। ସମତା ଦୃଷ୍ଟି ସତ୍ୟ ଭାଷା, ନିତ୍ୟ କରିବ ଏଣେ ଆଶା। ଭଗବତ ଗୀତାରେ ଲେଖା ଅଛି, ବହୁ ନାଂ ଜନ୍ମ ନାମନ୍ତେ ଜ୍ଞାନମାନ ମାଂ ପ୍ରପଦନ୍ତେ, ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ଯେ ସର୍ବଭୂତରେ ପରମାତ୍ମାକୁ ଉପଲବ୍ଧି ଅନୁଭବ କରେ ବା ବାସୁଦେବଙ୍କୁ ଉପଲବ୍ଧି ଅନୁଭବ କରେ, ସେ ହେଉଛି ମହାପୁରୁଷ। ଯାହାର ଟଙ୍କା, ପଇସା, କୋଠା, ବାଡ଼ି, ଐଶ୍ୱର୍ଯ୍ୟ ଯେଉଁ ସାଧୁଙ୍କର ଅଛି, ପ୍ରତିପତ୍ତି ରହିଛି, ବିଭିନ୍ନ ଭାଷା ଶିଖି କଥା କହୁଛନ୍ତି, ବହୁ ଲୋକଙ୍କୁ ଆକୃଷ୍ଟ କରୁଛନ୍ତି, କିନ୍ତୁ ବାସୁଦେବ ସର୍ବମିତି ହେଇନାହିଁ, ସେ ପର୍ଯ୍ୟନ୍ତ ମହାପୁରୁଷ ହେଇନାହାନ୍ତି। ଯେତେ ବକଳ ପିନ୍ଧ, ଯେତେ ରାତିରେ ଖାଇବା ବନ୍ଦ କର, ଯେତେ ଅନିଦ୍ରା ହୁଅ, ଯେତେ କଠୋର ରେଷ୍ଟ୍ରିକ୍ସନରେ ରୁହ, ଯେ ସମସ୍ତେ ମୋ ଭିତରେ ଯିଏ, ସବୁରି ଭିତରେ ସେ। ଇଏ ଗୋଟେ ସାଧନା। ତାପରେ ସମସ୍ତେ ସେଇ ଗୋଟିଏ ଶକ୍ତି, ସବୁରି ଭିତରେ ଭଗବାନ ସବୁ କାମ କରୁଛନ୍ତି ଏବଂ କରାଉଛନ୍ତି। ଲାଷ୍ଟ ସାଧନା ହେଉଛି ମୁଁ ସବୁ କିଛି ହେଇଛି ବା ଭଗବାନ ପାଚଲାମ ପଞ୍ଚାମୁନି, ଭଗବାନ ସବୁ କିଛି ହେଇଛନ୍ତି। ସେ ହିଁ ସ୍ରଷ୍ଟା, ସେ ହିଁ ସୃଷ୍ଟି, ସେ ହିଁ ସ୍ତ୍ରୀ, ସେ ହିଁ ପୁରୁଷ, ସେ ପଶୁ ପକ୍ଷୀ କୀଟ ପତଙ୍ଗ ତରୁ ତୃଣ
सबु स्थान सबु ठारे सबु घटरे जड़े चेतन समुद्र रे पानी रे विष रे अमृत रे माने सबुरी भितर से परिपूर्ण ही अच्छा जार बोध हुए सी हूँ प्रकृत अभेद ब्रह्म ज्ञानी सेमानक संख्या रामकृष्ण परमहंस कहले सेतबेल टाइम रे 2-3 जन बर्तमान 800 कोटी रे 8 जन थे कि नथे जार ये अवस्था से शांत हो बसी ये तो सब भाषा भूल हो जगन्नाथ मैं को वार्ड लगे कौन ठीक हम कि खाली बुझापी वार्डटा लगा ना तेणु आम ये स्तर को जावा कथा भाविले जापर सब हाई थॉट्स प्लेन लिविंग हाई थिंकिंग ना कौन से ना कौन इंग्लिश रे कहती प्लेन लिविंग ए जन्म है छिट शाढ़ी किणा हो चेक शाढ़ी किणा हो बूट किणा हो चचना किणा हो चषमा किणा हो निश रखा हो मेकअप हो सी मरब तो नहीं मरब तो नहीं कि बार्धक्य तो आसब ना रोग तो हम ना जिते उपदेश दियो कहाँ ठारे फलू ना उपदेश दबाटा कौन भूल श्रवण नवदा व्यक्ति दीरी कथा है श्रवण आउला कीर्तन जदि ब्रह्मज्ञान शुणिकी परीक्षित बाबा उपस्थापना करते ब्रह्महत्या दोषर मुक्ति पाईगले जो ऋषि अभिशाप देते तक्षक दंशन कर तक्षक दंशन करने पूर्व खंड आत्मा अखंड आत्मा सहित मिलन हो जाता नामक मात्र तक्षक ही स्पर्श करथिला सेतबेले शरीर में प्राण नथिला अभिशाप फलिला किंतु अभिशाप कार्यकारी हो पारिबनी से भली ब्रह्मदर्शी हेले साधना कले निज भितरे सर्वभूत ब्रह्म को दर्शन कले तुमर जन्म जन्मांतर जो प्रारब्ध तुम चित्त भितर संचित अच्छी पोड़ी पाउंस हो जाए जहाँ भोग हुए नाम को मात्र जमती रामकृष्ण परमहंस कहले दौड़ी पोड़ी हो कि पाउंसटा रही सुंदर कथा दौड़ी पोड़ी हो पाउंसटा रही से पाउंसर स्थिति नहीं टिके फुंकी देले टिके पवन देले से कड़े उड़ी चली जीव ये कथा बुझापी आपन को बुझेले बहुत समय लगे जन व्यक्ति मो पाखु आसी से कहले बाबा से समस्त सत्संग शुणती बाबा जो सरल भाषा आप कथा गुड़िक कहते बुझा भली व्यक्ति किए अच्छा जहाँ कहते से कौन कि जापर आपणकर उपस्थापना चली चालू भल तेणु श्रवण कले ब्रह्मसाप जदि क्षय आम जदि श्रवण करवा जी समय से समय आम भर प्राय जे शुणते कौन चिंता रहे ना से समय तो से शुद्ध और पवित्र निर्मल तो हो जाती पुणी तो तापर माड़ी आसे दल काढ़ी दिज पोखर पुणी पवन प्रवाहित हम पुणी से जगह को दल फिलअप करदब परिपूर्ण कर जिते दल काढ़ू था ये विषय कहले पुणी केते कथा भगवत दर्शन उपलब्धि केमिति हम यही जन्म पुणी नेक्स्ट रविवार को कहवा मन केमती शुद्धि हम मन केमती निर्मल हम मन केमिति पवित्र हम गाँवली भाषा रे गोटे कथा कहती मन पवित्र थिले गाड़िया ये कथा किए बुझीच कौन ता मन जदि पवित्र है ता गाड़ियाटा गंगा होगा तेले गंगा को जीवार दरकार नहीं ताले जहाँ मन पवित्र अच्छी से कोठी जीवा दरकार नहीं कथार अर्थ केते
से जोटी बसला सेठी भगवत दर्शन जुआडे गला भी भगवत दर्शन जदि भगवत दर्शन है से ठाकुर देखा जीव कौन सुनावेश वर्षा में देखुचु से भी सत्संग शुणती बहुत सुंदर जगन्नाथ दर्शन होहा कहले बहुत भल प्रभुंर दर्शन होची किंतु मनर कौन परिवर्तन होची मनर जो नकारात्मक रिपुगुण अच्छा प्रथम षड ऐरी एकादश संग निबारी प्रकृति 25 कले हेलेनाश फिटिजीव अंधकार कबाट गुरु आज्ञा खटो चाट जेबे पढ़ी अपड़ा पाठ तोर षड रिपु को एकादश इंद्रिय को 25 प्रकृति को दर्शन करी तू नाश कलुनु टिकिए जाइए मु गली प्रभु को देखिली जमा दर्शन की कारण मुझा गली अहंकार रहा उद्धव मन रखी थबु मु मरले तू मत पाइब मु आज भल दर्शन कली रे तू तो मुटा राक्षसटा केम दर्शन कलु जदि दर्शन करू तो भाषा तोर परिवर्तन कौन डे बाय डे तू कौन रूपांतरित होचु मन शांत मन निर्मल मन विनय मनरे प्रेम मनरे सेवा सेवा पर इम्पोर्टेंस दिया सबरी भितर जन को अनुभव कर सेवा कर रे मनुआ इडिकी नीलठा हेलु छाड़ी नाओ काम क्रोध लोभ भाषा शोलक केते केते बोलू बढ़िया पणटा होई जीव वृथा तोर जो बढ़िया पण काल कथा दिने न भाविलु काल कथा बोले खाईदब जे से काल खाईदब ते से कथा तो भाबुन रे मनुआ से भजनटा बोला एड़ी की नीलठा हेलु गोटे सुंदर भजन कही साधा संजय शिखिबे समस्त कर्म अर्पी तब पादे तब नाम सदा गाउथिबी हे समस्त पदे मोमस्तक लागू हे सर्वात्मे तुमको धाई हे याको बोलो नहीं बोल कर भल हुआ भल कर भल हुआ भल कर पर निंदा पर चर्चा पर आलोचना पर दोष अर्थ ईश्वर को माड मारिबा ईश्वर को निंदा समालोचना करिबा कारण समस्त बा भगवान कहार समस्त जदि समस्तर कर्म फल भोग करिया को पड़िबो ताल तुमे कहीं देखिल कहीं आलोचना कल कहीं समालोचना कल जदि करुच तो पूरा संकल्प बदे छाड़ी दियो आमे सत्संग जाऊचु सत सहित सबुबले संग बा युक्त होइके आमे रहिबो सत को उपलब्धि करिवु सत पित्यार्थ काम करिवु ये जीवनटा को आमे भगवान को सेवारे लगाई देबो तापर जगत कल्याण जगत भी तंकरी सेवा जे दीटा को पारालाल कर चलेबो भल जे गुटा को छाड़ दी गुटा करे खाली बसिबो कहा को संसार विरोध करिबो भगवान को सृष्टि कौन सी कथा को से विरोध करिबो ना जेमती प्रहलाद को एते दुख जंत्रणा कष्ट दिया दुर्भ को दिया मीरा को दिया प्रत्येक महापुरुष को दिया सबु से अनुभव से माने आसीबे बोली सबुरी भितर जणे लीला करुची माया तुमको किसी स्पर्श कर कौन से माया तुम स्पर्श कर छोट कथा कही बंद करवा निया आमर केते उपकार करुची पानी उषुम कर रोसई कर सबू तो कर अग्नि मिस यूटिलाइज करदे जदि निज देह पेट्रोल लगेदेवे का घरे लगेदेवे को मेसीन लगेदेवे को मेडिकल लगेदेवे कौन से करदब धन जीवन कोटी कोटी टंका पूरा वाल को भी ध्वंस करदब अग्नि जदि तार सद विनियोग करेंगे ताहले किछि करबन अशेष उपकार करी कथार बहुत मीनिंग गोटे छोरी सुंदर भाव प्रसाद फल काटिदेव ठाकुर भोग हम परिवा भी अमणिया करदेव
विभिन्न गछ भी काटिदेव सुंदर साइज करदेव ताकू मिस यूटिलाइज कर तंटी लगेदेव क्या तंटी लगेदेव क्या हाथ में लगेदेव तेणु प्रत्येक कथार सत् विनियोग करने तुम चेष्टा कर मोबाइल कि सुंदर मेसेज टे दे पार सुंदर कथा पदे हो पार एत समय कथार किसी आवश्यकता अच्छी केते घंटा मोबाइल रे कटुची हिसाब धर केते घंटा तुम धरिकी रखीच हाथ में पकेट रे 12 घंटा रू अधिका हम लास्ट के मुंड उपर थुआ 24 घंटा रू 24 घंटा झाड़ा परिश्रा बेले भी लोक नहीं जाऊपर जगन्नाथ माँ कि कृष्ण राम ता भीतर नर्क समस्त मोबाइल देखिल कौन ता भीतर सब अच्छी आम भी मोबाइल यूज कर खोल देखिए गोटे फोटो कार किसी गोटे अच्छी देखिच संजय किसी अच्छी पूरा प्लेन गोटे मान आसी कॉल कि जाइथवा कॉल नंबर सादा अच्छे कि साथी साथी डिलीट कर दो जाई परीक्षा कर देख थुआ तो मन केते कुआडे जाऊची कहीं दर्शन कला नहीं सबु स्थान रे सबुठी सबुठारे से परिपूर्ण ही अच्छंती कहीं से दर्शन करूना अरे बापा कहीं बोलुचु बाबा जीचु ना भगवान को देखिया पाई कौन भगवान कौन तो भीतर ना सबु स्थान रे ना साधु मानक अज्ञानता जाए साधु दनते साधु रूप धारे व्यक्ति मानकर अज्ञानता आपण मान तो गृहस्थाश्रम अच्छा आपणकर कौन बोध हम तार अर्थ कौन गृहस्थाश्रम लोक देखिपर हाँ देखिपर सरल हो निष्कपट हो टिके माने गुरु भक्ति भगवत भक्ति हृदय टे भक्ति भाव जागृत हो टिके सेवा मनोवृत्ति हो बहुनांग जन्म नाम तो केते जन्म रे हबो ये जन्म रे सात्विक जीवन काटी से मरी जाओ आहा डीपली भाव प्रत्येक मुहूर्त निजक सजाड़ी दियो प्रत्येक मुहूर्त निजक नुआ कर गढ़ी तोल कहारी को देख ना देख गुरु को भगवान को फॉलो कर शास्त्र को फॉलो कर गुरु को वाणी को गुरु को कथा कहा को फॉलो कर नहीं मुझे पिंधिली से मत भाव ना से भाव नहीं तो मन भावुची आंसर तो पाखे साधना तो सिद्धि करू न करू आंसर तो भितर ना ये हम नहीं परीक्षार सक्सेस आउ हम नहीं पचारुचु क्या परिवर्तन हम ना हेबी ना तोरी भितर परिवर्तन न हबाटा बापा कहला बो कहला भाई कहला सी कहला ये कथा को एपर्यंत एत बड़ ब्रेन बुझीपार केही कही ना तो मन ही कही तो प्रश्न तो उत्तर तो भितर समस्त डीपली पचार माइंडफुली पचार पाखु डाकी पचार गोटे उत्तर आस से कह ना मोटा हो ना हम ना शुणिले सेमती शुणुथे तेणु बिना साधना रे ये सब कथार स्थिति उपलब्धि अनुभव हम ना जेपर्यंत मन शुद्धि निर्मल पवित्र न तेणु साधना करा जाउची चित्त शुद्धि चित्त शुद्धिर 3टी लक्षण आसे अति सरल बाबा को चित्त शुद्धिर लक्षण प्रथम कौन लक्षण लोक मानसिक शांति बहुत पाए ध्यान कले जप कले साधुसंग कले दान कले सेवा कले तुम्हें मानसिक शांति पाइब स्ट्रेस तुम्हारा रहा सेकेंड तुम्हें समस्त को भल पाइब समस्त प्रति तुम मन रे गोटे दया भाव आस प्रत्येक जीवप्रति तुम मन रे गोटे दया भाव आस थर्ड रे ईश्वर प्रति हृदय रे भक्ति भाव जागृत हम सब से मन पड़ो
ଆଉ ସବୁବେଳେ ତାଙ୍କ ପିତା ଅର୍ଥେ କର୍ମ କରିବାକୁ ଇଚ୍ଛା, ସ୍ପୋଣ୍ଟାନିୟସ୍ ଇଚ୍ଛା ହେବ। ଏ ଦୁନିଆରେ ସବୁ ମିଛ, ସିଏ କେବଳ ସତ୍ୟ। ତାଙ୍କରି ପିତା ଅର୍ଥେ କର୍ମ କରିବ। ତାଙ୍କ ପିତା ଅର୍ଥେ ଯେତେବେଳେ କର୍ମ କଲ, ଏଇଠି ଗୋଟେ ସୁନ୍ଦର ପଦ, ଯାହାର ଯେମନ୍ତ ଭାବ ଦେଖି ନାମ ମୁଁ ଦିଏ ସଳଖି। ତମର ଭାବ ଦେଖିକି ସେ କାହା ମାଧ୍ୟମରେ ସବୁ ଦେଇଦେବେ। ଯେମିତି ଭକ୍ତ ପର୍ବର ଲେଖାକୁ ସବୁ ତ ସାଧୁ ସେବାରେ ଲଗେଇଦେଲା। ଜଗନ୍ନାଥ ଏତେ ସୁନା ଟଙ୍କା ଦେଲେ, ତାକୁ ବି ବାବାଜୀମାନଙ୍କ ସେବାରେ ଲଗେଇଦେଲା। କ'ଣ କରିବ? ଭକତ ଜନେ ବସ ମୁହିଁ, ତାର ରକ୍ଷଣେ ମୋର ଦେହି। ଆଉ ଗୋଟେ ପଦ ଅଛି କ'ଣ? ମୁଁ ତୁ ଭକ୍ତ ନୁହେଁ ଭିନ୍ନ, ମୁଁ ଭକ୍ତ ଜନର ଅଧୀନ, ମୁଁ ତୁ ଭକ୍ତ ନୁହେଁ ଭିନ୍ନ। ମୋଠୁ ଭକ୍ତ ଭିନ୍ନ ନୁହେଁ। କ'ଣ କରିବି? ସ୍ୱପ୍ନାଦେଶ ହେଲା ପାଖ ପଡ଼ିଶା ଗୋଟେ ସୁନ୍ଦର ପୁଅକୁ, ଯା ତା ଝିଅକୁ ତ ବିବାହ ହେବ ବିନା ଯୌତୁକ। କିଛି କଷ୍ଟ ଭକ୍ତ ପାଇଁ ଭଗବାନ କରନ୍ତି। ସେଇ ସ୍ତରକୁ ଗଲେ ଆମେ ଭାବିଲେଣି ଝିଅ ବାହାଘର ହେବ, ଟଙ୍କା ରଖ, ପଇସା ରଖ, କୋଠା ରଖ, ଜାଗା ରଖ, ଆପାର୍ଟମେଣ୍ଟ ରଖ। ସିଏ ବି ଠିକ୍ ଭୁଲ ନାହିଁ। ତୁ ଯେତିକି ପାରିବୁ ସେତିକି ଦେବୁ। ସିଏ କାହିଁ କ'ଣ କରିବାକୁ ଯିବ? ମା କୋଳେ ସିନା ଛୁଆ ଶୋଇଥିଲା ବେଳେ କ୍ଷୀର ଦେଉଥିଲା, ଯତ୍ନ ନେଉଥିଲା, ସବୁ କରୁଥିଲା। ବଡ଼ ହେଲା ପରେ କ'ଣ ମା ଆଉ ପଚାରିଲା ନା ସିଏ ପଚାରିଲା? ଖାଲି ନାମକୁ ମା ଝିଅ ହେଇ ରହିଥାନ୍ତି ନା। ଆଉ କେଡ଼େ ସୁନ୍ଦର କଥା। ପୁଣି କହିଲା ସବୁ ଜମିବାଡ଼ି ଦେଇଦେଲା, ସାଧୁମାନଙ୍କର ସେବା କେମିତି ହେବ? ପାଖ ଗାଁ ଲୋକକୁ ମାରୁଆଡ଼ିକୁ ସ୍ୱପ୍ନାଦେଶ ହେଲା, ତାକୁ ଏତିକି ପ୍ରତ୍ୟେକ ଦିନ ଗହମ ଦେବୁ, 4ଟା ମଇଁଷି ଦେବୁ, ସେ କ୍ଷୀର ଖାଇବେ ସାଧୁମାନେ, ରୁଟି ଖାଇବେ। ଚାଲିଲା। ଆଜି ଭକ୍ତ ପର୍ବର ଲେଖା ନାହିଁ, କିନ୍ତୁ ତା କଥା ରହିଯାଇଛି। ତେଣୁ ଏ ଜନ୍ମ ବିଶେଷ ଜନ୍ମ। ଥରେ ବାବା କହିଥିଲେ, ଏ ଶ୍ୱାସ ବିଶେଷ ଶ୍ୱାସ, ଏ ମୃତ୍ୟୁ ହେଉଛି ବିଶେଷ ମୃତ୍ୟୁ। ତେଣୁ ଆସିଛ, ସମୟକୁ ନଷ୍ଟ କର ନାହିଁ। ପ୍ରତ୍ୟେକଟି ମୁହୂର୍ତ୍ତରେ ତୁମେ ମନକୁ ଶୁଦ୍ଧି ନିର୍ମଳ କରିବା ପାଇଁ ଜପ ଧ୍ୟାନରେ ଲାଗିପଡ଼। ଶୋଇଲା ବେଳେ ବି ସାଧନା କର, ବସିଲେ ବି ସାଧନା କର, ଝାଡ଼ା ଫେରିଲେ ବି ସାଧନା କର, ମୈଥୁନ କଲେ ବି ସାଧନା କର, ମୁଣ୍ଡ କୁଣ୍ଡେଇଲେ ବି ସାଧନା କର, ଦାନ୍ତ ଘଷିଲେ ବି ସାଧନା କର, ଅଫିସ୍ କାମ ଭିତରେ ବି ସାଧନା କର। ସବୁବେଳେ ସାଧନା କର, ସବୁବେଳେ ତାଙ୍କୁ ଅନୁଭବ କର। ଦେଖ ଜୀବନ ଧନ୍ୟ ହେଇଯିବ। ଆଉ ସମସ୍ତେ ତ ଏଠି ଯିବା ଆନନ୍ଦ ପ୍ରେମରେ ହିଁ ଯିବା। ଆଉ ବିଶେଷ କିଛି କହିବା ନାହିଁ। ଶେଷରେ କ୍ରିୟାଯୋଗ ପରମ୍ପରାର ସମସ୍ତ ଗୁରୁମାନଙ୍କୁ ପ୍ରଣାମ କରୁଛି। ବିଶ୍ୱର ପ୍ରତ୍ୟେକ ସମ୍ପ୍ରଦାୟର ଗୁରୁମାନଙ୍କୁ ପ୍ରଣାମ କରୁଛି। ଉପସ୍ଥିତ ଭାଗବତ ସ୍ୱରୂପଗଣ ସବୁରି ଭିତରେ ଜଗନ୍ନାଥ ଉପଲବ୍ଧି କରି ମୁଁ ପ୍ରଣାମ କରୁଛି। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ଜୟ ଗୁରୁଦେବ, ଜୟ ଜଗନ୍ନାଥ, ହରି ଓମ୍ ତତ୍ସତ୍।